ଆସନ୍ତୁ ତାଙ୍କଠାରୁ ଯୋଉ ଆଶୀର୍ବାଦ ଗୁଡିକ ପାଇଛୁ ସେଥିପାଇଁ ତାଙ୍କୁ ଧନ୍ୟବାଦ ଦବା ଆଉ ଆମ ଜୀବନରେ ପାଇଥିବା ମଙ୍ଗଳଦାନ ଗୁଡିକର ସାକ୍ଷ୍ୟ ଆମେ ସମସ୍ତଙ୍କ ଆଗରେ ପ୍ରଦାନ କରିବା। ମନ ପ୍ରଭୁଙ୍କରେ ସମସ୍ତ ଜଣାଅ ତାଙ୍କୁ ପ୍ରାର୍ଥନେ ଇ କାରଣେ ଦୁଃଖେ ଡରିବ ସୂର୍ଯ୍ୟ ଶୀଘ୍ର ଉଠି ରାତ୍ରି ଜିଣିବ ଶ୍ରୀ ସଦା ପ୍ରଭୁ କରୁଣାରେ ତୁମକୁ ବିପଦୁ ଉଦ୍ଧାରିବେ। ଆସନ୍ତୁ ଯୋଉମାନେ ସାକ୍ଷ୍ୟ ଦବାକୁ ଚାହାନ୍ତି ପରମେଶ୍ୱରଙ୍କ ସେ ପାଇଥିବା ଆଶୀର୍ବାଦକୁ ମଙ୍ଗଳଦାନକୁ ମନେ ପକେଇବାକୁ ଚାହାନ୍ତି ସ୍ୱୀକାର କରିବାକୁ ଚାହାନ୍ତି ଅଳ୍ପ ସମୟ ଭିତରେ 2-3 ମିନିଟ ଭିତରେ ନିଜର ସାକ୍ଷ୍ୟ ଆମେ ଦବା। ନମସ୍କାର। ଆଉ 1984 ମସିହା ଡିସେମ୍ବର ମାସ 12 ତାରିଖ ଆମ ଘରେ ଗୋଟେ ବହୁତ ଭୟଙ୍କର ଘଟଣା ଘଟିଥିଲା। ଆଉ ସେଦିନ ସକାଳୁ ମୋର ସ୍ୱାମୀ ତାଙ୍କର ତାଙ୍କ ତଳ ଭାଇ ଆସିଥିଲେ, ତା ସାନ ଭାଇ ତାଙ୍କୁ ଛାଡିବାକୁ ବସ ଷ୍ଟାଣ୍ଡ କୁ ଯାଇଥିଲେ। ଆଉ ତା ସହିତ ମୋ ପରିବାର ଲୋକ ବଲାଙ୍ଗୀରରେ ରୁହନ୍ତି, ତ ଆମେ ଯୋଜନା କରିଥିଲୁ ଯେ ଏକା ସାଙ୍ଗେ ସମସ୍ତେ ଯିବା ଆଉ ବସ ଷ୍ଟାଣ୍ଡରେ ସେ ତାଙ୍କ ଚିହ୍ନା ଜଣକୁ ଟିକେଟ ଲାଗି କହିବା ପାଇଁ ବି ଦିଟା କାମ କରିବା ପାଇଁ ଯାଇଥିଲେ। ଠିକ ସେତେବେଳେ ଆମ ଘର ଗୋଟେ ନିହାତି ଗାଉଁଳି ପରିବେଶରେ ଥିଲା। ଆଉ ଗୋଟେ ସାଇଡରେ ଅଳ୍ପ କେଟା ଘର, ଆଉ ଗୋଟେ ସାଇଡ ପୁରା ଖାଲି। ସେଇ ଯୋଉ ସାଇଡରେ ଯୋଉମାନେ ଥିଲେ ସେମାନେ କଜିଆ କଳି କରୁଥିଲେ, ଆଉ ମୁଁ ଯାଇଥିଲି ତାଙ୍କ କଳି ମେଣ୍ଟେଇବା ପାଇଁ। ଘରେ ମୋର 2ଟି ଝିଅ ଥିଲେ। ବଡ ଝିଅକୁ ସେତେବେଳେ ଆପଣ ମାନେ ଜାଣିଥିବେ ସୋମାକୁ 6 ବର୍ଷ ହେଇଥିଲା, ଆଉ ସୋନିକୁ 4 ବର୍ଷ। ମୁଁ ବାହାରେ ଯାଇ ସେମାନଙ୍କୁ କଳିଗୋଳ କର ନାହିଁ କହିଲା ଭିତରେ ମୋ ଘର ଭିତରେ ଗୋଟେ ଭୟଙ୍କର ଆବାଜ ଆସିଲା, ଯେମିତି ଗୋଟେ ବୋମା ଫୁଟିଲା। ଆଉ ମୁଁ ସେମାନଙ୍କୁ କଣ କହିବି, ମୁଁ ସେଇଠୁ ଦୌଡିକି ଘରକୁ ଆସିଲି। ଆଉ ମୁଁ ଘରକୁ ଆସିଲା ଭିତରେ ସେ ଯୋଉମାନେ କଳିଗୋଳ କରୁଥିଲେ ସେମାନେ ମତେ ବହୁତ ମାନନ୍ତି। ଶବ୍ଦ ଶୁଣି ସେମାନେ ମତେ ଟପିକିରେ ଆସି ଘର ଭିତରେ ପଶିଗଲେ ଯେ କଣ ହେଇଛି ବୋଲି ଜାଣିବା ଲାଗି। ଆଉ ମୁଁ ଯେତେବେଳେ ଘରେ ପଶିଲି, ଠିକ ଘରେ ପଶିଲା କ୍ଷଣି ବାମ ପାଖରେ ଗୋଟେ ରୁମ ଦେଖାଯାଏ, ଆଉ ମତେ ଦିଶିଲା ଗୋଟେ ଆଲମାରୀ ଲମ୍ବା ହେଇ ପଡିଛି। ଗୋଟେ ଅଦ୍ଭୁତ ରକମ ଦୃଶ୍ୟ ମତେ ଲାଗିଲା, ଯେମିତି କଣ କହିବି, ମତେ ବଡ ଭୟଙ୍କର ଲାଗିଲା। ସେ ବାକ୍ସ ଯେମିତି ଗୋଟେ ବାକ୍ସ ଥୁଆ ହେଇଛି, ଆଉ ଘର ଏକଦମ ଶାନ୍ତ, ଚାରିଆଡେ କିଛି ପାଟି ଫଟି ନାହିଁ, କିଛି ଶବ୍ଦ ନାହିଁ ଘରୁ। ମାନେ ମୋ ଛାତି ଖାଲି ଧଡ ଧଡ ହେଇଗଲା ଯେ ମୋ ଛୁଆ 2ଟା କାହାନ୍ତି। ଆଉ ସେଟା ଗୋଟେ ଶିଶୁ କାଠର ଆଲମାରୀ ଥିଲା, ବହୁତ ମୋଟା। ମୋର ବଡ ଯାଙ୍କର ଯୌତୁକ ଥିଲା, ଗୋଟେ ମିରର ଲାଗିଥିଲା ତା ସାମ୍ନାରେ। ମୁଁ ଘରକୁ ପଶି ଆସିଲା ପରେ ଦେଖିଲି ଯେ ମୋର କୌଣସି କାରଣ ସେଇ ଘରେ ମୁଁ ସେମାନେ ପାଠ ପଢିବାକୁ କହିକି ଯାଇଥିଲି, ଆଉ ଘରୁ ବି ଆଉ କୋଉ ଜାଗାରୁ ବି ଆୱାଜ ଆସୁନଥିଲା। ଆଉ ସେ ଯୋଉମାନେ ପଶିଥିଲେ ସେମାନେ ଧୀରେ କିନା ଆଲମାରୀ ଟେକିଲାରୁ ମୋ ବଡ ଝିଅ ଗୁରୁଣ୍ଡି ଗୁରୁଣ୍ଡି ତା ତଳୁ ବାହାରିଲା, କିନ୍ତୁ ସାନ ଝିଅର ପତା ନଥିଲା। ମୁଁ ଭାବିଲି 4 ବର୍ଷର ଛୁଆ, ଆଲମାରୀ ଏତେ ବିରାଟ, 6 ଫୁଟର ବିରାଟ ଆଲମାରୀ, ସେ ବୋଧେ ଆଉ ନଥିବ, କି ମା ହେଇଯାଇଥିବ ଏକଦମ। ସେତେବେଳେ ମୋର ଆଉ କିଛି ପାଟିରୁ ବାହାର ନଥିଲା, ହେ ପ୍ରଭୁ ମୁଁ କଣ କରିବି, ମୋ ସ୍ୱାମୀ ଆସିଲେ ମୁଁ ତାଙ୍କୁ କଣ ଉତ୍ତର ଦେବି। ଏଇ 2ଟି ବାକ୍ୟ ମତେ ରିପିଟେଡଲି ମୁଁ ଉଚ୍ଚାରଣ କରୁଥିଲି। ବଡ ଝିଅଟି ଗୁରୁଣ୍ଡି ଗୁରୁଣ୍ଡି ବାହାରି ଆସିଲା ପରେ ସେମାନେ ଆଉ ଟିକେ ଟେକିଲା ପରେ ଦେଖିଲେ ଯେ ମାନେ କେମିତି କେଜାଣି ସେଇ ମାଡରେ କାଚ କବାଟ ଭାଙ୍ଗିନି, କିନ୍ତୁ କେମିତି ଅଖାଡୁଆ ଫିଟି ଯାଇଛି କି କଣ ହେଲା କେଜାଣି, ସାନ ଝିଅକୁ ସେମାନେ ତା ଭିତରୁ ଘୋଷାଡିକି ବାହାର କଲେ। ମାନେ ଆଶ୍ଚର୍ଯ୍ୟ କଥା, ମୁଁ ତ ଜାଣିନି ମୋର ସାନ ଝିଅ କାହିଁ ବୋଲି। ମୁଁ ବାଉଳି ହେଲା ବେଳକୁ ଜଣେ ମତେ ଆସି କହିଲେ ଯେ
ताको भी हमें घोषाड़ी के बाहर कर मु जाने से आलमीरा केमिति भाबरे पड़ी थिला आता तळे छुआ दुईटा कोठी थिले केंति समाने बंसी की थिले केवल प्रभु जानती हम सब बेले से कथा कहे से ता तळे बोधे प्रभु सेमान को आवरिक रखी थिले काना अलमारीटा पूरा पड़ी थिला काच कबाट तळे लागी की थिला तपर समान जते से किंतु पड़िला केंति सेटा समस्त चिंतार विषय पड़ला बड़ झीर कलर बन भांगी जाइथिला सान झीर डाहाण गोड़र पादठु टिके ऊपर को पूरा दीटा जाक हाड़ भांगी जाइथिला आ पादटा मोड़ी ही जाइथिला किंतु दुई जन को देहर आश्चर्य भाव जनक देहर भी रक्त झरी नथिला आ जते आलमारी टेका गला मु देखिली जे साइड गोटे झरका थिला तार गोटे साइड रो कबाट पूरा उड़ी जाइथिला आ से आलमारी रो गोटे सूता आसिगिरी हैंडल रे लागि थिला आ से सूता पर दीटा तकिया थुआ हैतिला मु इमेजिन करतली परिस्थितिटा जे दुई जण जाक से जो मशारी दौड़ीटी बंधा हैतिला ताको आलमीरा देहरे बांधी थिले आ दुई जण जाक तापरे बसिकिरी झूला झुलुथिले जो थिरे एमती किसी समस्या है आलमारी उल्टी पड़ी उपरे किंतु आश्चर्य भाव माने केते जे धन्यवाद मु प्रभु को देली से दिन माने मोर पार्टीर कथा बाहर नथिला हम आखिर भी लुह मोर झर नथिला कारण मो आखि आखिरे मोर दुईटी छुआ हाँ भांगी थिला हाड़ किंतु संपूर्ण निरापद रे थिले गोटे भी क्षत ही नथिला रक्त बाहर नथिला और से किंतु सुस्थ हेले से विषय मु कहबा को चाहे नहीं कहना बहुत लंबा स्टोरी एटा पूरा गोटे मास लागिला मते तांको धरिकिरी गोटे कविराज तांको पूरा भलो कर देला आ 15 दिन भीतर से सान झियो भी चालीबा पाद पकेकिरी ठिया चाली पारला झियो भी तार हाथटा को हलई पारला आ आज भी डिसेंबर 12 तारीख मोर मने अछि आ प्रभुंकर गौरव प्रभु निजे ही प्रकाश कले प्रभु गौरव पांतु आम समस्त विश्वास कले प्रभु आश्चर्य भाव हमको केमिति रक्षा करते आम जानी पारुना किंतु रक्षा पाई थाउ कारण से जानती आम पाई कौन से करिवे धन्यवाद थैंक यू रानी तुम सा नहीं तुम सा कोई नहीं अब है पूरा यकीन तुम सा कोई नहीं तांको ठारू आ किए नहीं सी महान आश्चर्य कर्म कले अलमारी पड़ी जावा सत्वे नानी दुई झील को सी सुरक्षा देथिले एसपीओ माने चलित वर्ष आमको सी सुरक्षा देइचंती अब आसंतु आमे जण जण करी निज निजर साक्ष्य प्रदान करबा या सुंदर सुजोग देथिबारु आपण मानकु बहुत बहुत धन्यवाद गोटे गीत गायकी स्टार्ट करने चाहे गिन गिन के स्तुति करूं बेशुमार तेरे दानों के लिए अब तक तूने संभाला हमें अपनी बाहों में लिए हुए अब तक तूने संभाला हमें अपनी बाहों में लिए हुए गिन गिन के प्रेज द लॉर्ड समस्त को मोर ना होछि रोशनी लुगुन आपण मानकर प्रार्थना द्वारा ईश्वर को अनुग्रह द्वारा आमको गोटे झीटे मिली आम बहुत खुश और आम परिवार मो हजबैंड मु
ଆଉ ଝିଅ ଅଛି ଆଉ ଆମେ ୱାଇଜାକରେ ରହୁ ଆଉ ଈଶ୍ୱରଙ୍କର ଅନୁଗ୍ରହରୁ ଆମମାନଙ୍କୁ ଗୋଟେ ନେଭିରେ ଡକ୍ୟାର୍ଡରେ ଜବ୍ ମିଳିଛି ସେଥିପାଇଁ ପ୍ରଭୁଙ୍କୁ ବହୁତ ବହୁତ ଧନ୍ୟବାଦ। ଏଇ ବର୍ଷ 2025 ମୋ ଜୀବନରେ ବହୁତ ଦୁଃଖ ଆସିଲା, କଷ୍ଟ ଆସିଲା, ହସ ଆସିଲା, ସବୁ ପରିସ୍ଥିତିରେ ଆପଣଙ୍କର ପ୍ରାର୍ଥନା ମାନ ଆପଣ ମାନେ ଯୋଉ ପ୍ରାର୍ଥନା କରିଥିଲେ ଆଉ ଈଶ୍ୱରଙ୍କ ଅନୁଗ୍ରହ ଦ୍ୱାରା ଏଇ ବର୍ଷଟା କେତେ ସୁନ୍ଦର ବିତିଲା। ଦୁଃଖ ଆସିଲା ହେଲେ ବି ସେ ଛାଡ଼ିଲେନି। ସେପ୍ଟେମ୍ବର ମାସରେ ଆମେ ଯେତେବେଳେ ପଦ୍ମିନୀ ଭଉଣୀ ସୁଶାନ୍ତ ଭାଇ ମାନଙ୍କ ସହିତ ଆମେ ଯେତେବେଳେ ବରପାଲି ଯାଇଥିଲୁ 24 ତାରିଖ ସକାଳେ ଆଗରୁ ଯାଇଥିଲୁ ହେଲେ 24 ତାରିଖ ସକାଳେ ମତେ ମୋ ଛୋଟ ଭାଇ ଫୋନ କରୁଛନ୍ତି କି ସେକେଣ୍ଡ ଭାଇଙ୍କର ଏକ୍ସିଡେଣ୍ଟ ହେଇଗଲା, ସେ ନାହାନ୍ତି କହିକି। ତ ସଡନ ମୁଁ ଭାବିଲି କଣ ହେଇଗଲା ଏମିତି। ଲାଷ୍ଟ ଟ୍ରିପ୍ ସେ ମାଇନ୍ସରେ କାମ କରିଥିଲେ, ଚେନ୍ନାଇରେ ସେ ମାଇନ୍ସରେ କାମ କରିଥିଲେ, ହେଲେ ଲାଷ୍ଟ ଟ୍ରିପ୍ ଥିଲା, ସେ ଏକ୍ସିଡେଣ୍ଟ ହେଇକି ସେତିକିବେଳେ ହିଁ ତାଙ୍କର ମୃତ୍ୟୁ ହେଇଯାଇଛି। ସଡନ ଶୁଣିଲି, ତାପରେ କଣ କରିବା ତାପରେ ସେଇଠି ଆମେ ବର୍ଥଡେ ପାର୍ଟି ପାଇଁ ଯାଇଥିଲୁ। ସେ ୟଶରୁନ ବାବୁ, ସେ ପଦ୍ମିନୀ ଭଉଣୀଙ୍କର ତା ଦିଦିର ଭାଇଙ୍କର ଦିଦିର ଛୁଆର ତାଙ୍କର ବର୍ଥଡେ ପାର୍ଟି ପାଇଁ ଯାଇଥିଲୁ। ହେଲେ ଏମିତି ଶୁଣିଲୁ, ତାପରେ ସେଦିନ ସେମାନେ ପାର୍ଟି ରଖିଥିଲେ, ସମସ୍ତଙ୍କୁ ଡାକି ନଥିଲେ, ଜଣେ ପାଷ୍ଟରଙ୍କୁ ଡାକିଥିଲେ। ତାପରେ ଏମିତି ହେଲା, ଆମେ କାହାକୁ ବି ଜଣେଇବାନି କହିକି ଚୁପଚାପରେ ଥିଲୁ, କିନ୍ତୁ ଧୀରେ ଧୀରେ କିଏ ଜାଣେ ପଦ୍ମିନୀ ଭଉଣୀ ଜାଣିଦେଲେ। ତାପରେ ପୁଣି ଆମେ ତାଙ୍କୁ ଜଣେଇଲୁ କି ଏମିତି ହେଲା କହିକି। ତାପରେ ସେମାନେ ପାଷ୍ଟରଙ୍କୁ ଡାକିଥିଲେ, ପାଷ୍ଟର ବି ବହୁତ ଭଲ ମେସେଜ ଦେଲେ। ତାପରେ ମୁଁ ଧନ୍ୟବାଦ ଦିଏ ସେ ପଦ୍ମିନୀ ଭଉଣୀ ମାନଙ୍କୁ, ତାଙ୍କୁ ବହୁତ ବହୁତ ହୃଦୟ ସହିତ ସବୁବେଳେ ସେ ବାକ୍ୟ ଦେଇ, ତାପରେ ସେ ପାଷ୍ଟର ଯୋଉ ଆସିଥିଲେ ସେ ବି ବାକ୍ୟ ଦେଇ ଆମମାନଙ୍କୁ ବହୁତ ମାନେ ପ୍ରଭୁ ହିଁ ସମ୍ଭାଳିଲେ କହିଲେ ଚଳେ। ନାଇଁ, ପ୍ରଭୁ ହିଁ ସମ୍ଭାଳିଲେ, କାରଣ ସବୁ ପରିସ୍ଥିତିରେ ପ୍ରଭୁ ହିଁ ଆମମାନଙ୍କର ସହବର୍ତ୍ତୀ ହେଲେ। ତାପରେ ଆମେ ସେଇଠୁ ଗଲୁ ଗାଁକୁ। ତାପରେ ସେ ନେଇକି ଆସିଲେ ଯେତେବେଳେ ମୁଁ ପ୍ରାର୍ଥନା ଅନୁରୋଧ ବି ଦେଇଥିଲି ଫ୍ଲାଇଟରେ, ଚେନ୍ନାଇରୁ ଭୁବନେଶ୍ୱର ପାଇଁ ଫ୍ଲାଇଟ ମିଳୁନଥିଲା ସେତେବେଳେ, ଦଶହରା ଚାଲୁଥିଲା ଏମିତି କିଛି, ତ ବହୁତ ଭିଡ ଥିଲା, ଫ୍ଲାଇଟ ବି ମିଳୁନଥିଲା। କିନ୍ତୁ ଆପଣ ମାନଙ୍କର ପ୍ରାର୍ଥନା ଯୋଗୁ ଫ୍ଲାଇଟ ବି ମିଳିଲା। ପୁଣି ଚେନ୍ନାଇରୁ ସେମାନେ ଭୁବନେଶ୍ୱର ନେଇକି ଆସିଲେ ଭାଇଙ୍କୁ, ତାପରେ ଭୁବନେଶ୍ୱରରୁ ବାଇ ରୋଡ ଆମ୍ବୁଲାନ୍ସରେ ଘର ପର୍ଯ୍ୟନ୍ତ ନେଇକି ଆସିଲେ। କିନ୍ତୁ କିଏ ଜାଣେ ଆପଣ ମାନଙ୍କ ପ୍ରାର୍ଥନା ପୁଣି ଈଶ୍ୱରଙ୍କର ଅନୁଗ୍ରହ ଦ୍ୱାରା ଏତେ ମୁଁ ବଡ ପାଇଲି, ଶକ୍ତି ପାଇଲି। ଯେତେବେଳେ ସେମାନେ ଭାଇକୁ ନେଇକି ଆସିଲେ ବାକ୍ସରୁ, ଆମ୍ବୁଲାନ୍ସରେ ନେଇକି ଆସିଲେ, ମୁଁ ତାଙ୍କର ବାକ୍ସକୁ ସମସ୍ତେ ଧରିଲେ, ତାପରେ ମୁଁ ବି ଧରିଲି। ତାପରେ ନେଇକି ଆମ ଘର ଭିତରକୁ କବାଟ ପର୍ଯ୍ୟନ୍ତ ପହଞ୍ଚେଇଲି। ତାପରେ ଯେମିତି ମୁଁ ଘର ଭିତରେ ପ୍ରବେଶ କରୁଛୁ, ମୁଁ ଧନ୍ୟବାଦ କି स्तुति गाऊंगा हे यीशु मेरे खुदा, उपकार तेरे हैं बेशुमार, कोटि कोटि स्तुति धन्यवाद। ए गीत गायकी तांकर बाक्सକୁ ଧରି ସମସ୍ତେ ଆମେ ନେଇକି ଗଲୁ, ଘର ଭିତରେ ରଖିଲୁ। ତାପରେ ଏତେ ପ୍ରାର୍ଥନା କଲି, ପ୍ରାର୍ଥନା କେ ଜାଣେ ବଡ ଶକ୍ତି କାହିଁରୁ ପ୍ରଭୁ ଦେଲେ। ଏତେ ପ୍ରାର୍ଥନା କଲି, ଧନ୍ୟବାଦ ପ୍ରଭୁ, ତମେ ଏତେ ସୁନ୍ଦର ଭାଇ ଦେଇଥିଲ ଯେ ସବୁବେଳେ ମତେ ହେଲ୍ପ କରୁଥିଲା ସବୁରେ। ତାର କେତେ ଭଲ ଗୁଣ ଥିଲା, ମୁଁ ସମୟ ଦେଇ ନାହିଁ ପାରିଲି। ଯାହା ବି ତମେ ସମୟ ଦେଲ ଭାଇ ପ୍ରତି, ତା ପାଇଁ ବହୁତ ବହୁତ ଧନ୍ୟବାଦ। ସେ ମାଛ ସବୁ ଧରିକି ମତେ ଖୁଆଉଥିଲେ, ବହୁତ କିଛି ମୁଁ ଭାବିଲି। ତାପରେ ବହୁତ କାନ୍ଦି ମୁଁ ପ୍ରାର୍ଥନା କଲି ପ୍ରଭୁଙ୍କ ଠାରେ, ଜୋରରେ ପୁରା ବଡ ପାଟିରେ ସମସ୍ତଙ୍କର ଆଗରେ। ତାପରେ ବହୁତ କାନ୍ଦିଲି, ପ୍ରଭୁ ତମେ ବି ନା କାନ୍ଦିଲ। ଲାଚାର ମରି ଯାଇଥିଲେ ବେଳେ ମୁଁ ବି କାନ୍ଦୁଛି, ମୋ ଭାଇ ଏଇ ଦୁନିଆରୁ ଚାଲିଗଲେ, ତମ ଠାରେ ଚାଲିଗଲେ କହିକି ବହୁତ କାନ୍ଦୁଛି। ତାପରେ ପ୍ରାର୍ଥନା ସରିଗଲା, ମୁଁ ପ୍ରାର୍ଥନା ସରେଇଲି। ତାପରେ ପୁଣି ଧରିକି ତାଙ୍କର ବାକ୍ସ ବାହାରକୁ ନେଇକି ଆସିଲୁ। ପୁଣି ପାଷ୍ଟର ଆସିଲେ, ତାପରେ ପ୍ରାର୍ଥନା କଲି, କାରଣ ମୌସମ ଏତେ ଖରାପ ଥିଲା, ଏତେ ବର୍ଷା ହଉଥିଲା। ହେଲେ ମୁଁ ପ୍ରଭୁ ତମେ ମୌସମକୁ ବି ଭଲ ଭାବରେ ରଖୁ, କାରଣ ଆମକୁ ତାଙ୍କୁ କବର ଦେବାର ଅଛି। ସେଇ ହିସାବରେ ପ୍ରାର୍ଥନା କଲି। ପୁଣି ବାହାରକୁ ନେଇକି ଆସିଲୁ, ପୁଣି ପାଷ୍ଟର ଆସିଲେ, ତାଙ୍କର କ୍ରିୟାକ୍ରମ କଲେ। ତାପରେ ଭଲ ଭାବରେ ଆମେ ସେଦିନ ତାଙ୍କୁ ଭଲ ମୌସମ ଦେଲେ। ପ୍ରଭୁ ବର୍ଷା ହଉଥିଲା, କେତେ ବର୍ଷା ହଉଥିଲା, କିନ୍ତୁ ସେତେବେଳେ ବହୁତ ଭଲ ମୌସମ ଦେଲେ। ପୁଣି କବର ବି ପାଣି ଟିକେ ପାଣି ଭରି ଯାଇଥିଲା, ତାକୁ ଆମେ କାଢିକି ସେଇଠି ଭଲ ଭାବରେ ସବୁ ଦଫନ କ୍ରିୟା କାମ ସରିଗଲା। ସେଥିପାଇଁ ପ୍ରଭୁଙ୍କୁ ବହୁତ ଧନ୍ୟବାଦ ଦିଏ। ଆଉ ଏଇ ବର୍ଷ
ପ୍ରଭୁରେ ମୁଁ ପାଇଥିଲି ଭାଇ ପ୍ରଭୁ ହିଁ ନେଇଗଲେ ପ୍ରଭୁଙ୍କୁ ବହୁତ 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 ଧନ୍ୟବାଦ ଆଉ ସମସ୍ତଙ୍କ ପ୍ରାର୍ଥନା ଯୋଗୁଁ ଏଇ ଏମିତି ହେଇପାରିଛି ସେଥିପାଇଁ ବହୁତ ବହୁତ ଧନ୍ୟବାଦ ଆଉ ଏଇ ବର୍ଷରେ ଆମକୁ ଆମେ କେବେରୁ କ୍ୱାର୍ଟର ଚେଞ୍ଜ ପାଇଁ ଭାବିଥିଲୁ କିନ୍ତୁ ଲାଷ୍ଟ ଇୟର ଆମମାନଙ୍କୁ ମିଳିଲା କିନ୍ତୁ ଆମେ ଭାବିଥିଲୁ ଯେତେବେଳେ କ୍ୱାର୍ଟର ମିଳିବ ସେତେବେଳେ ଆମେ ସବୁ ସାମାନ କିଣିବାକୁ ହେଇକି ଆଉ ଏଇ ବର୍ଷ ପ୍ରଭୁ ଅନୁଗ୍ରହ କଲେ ସବୁ ସାମାନ ଆମେ କିଣି ପାରିଲୁ ମ୍ୟାଟ୍ରେସ୍ ବି କିଣି ନଥିଲୁ ଝିଅଟା ଅନ୍ୟମାନଙ୍କର ଘର ଯାଇକି ଡେଇଁ 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 ଖେଳୁଛି ହେଲେ ଆମେ ଭାବିଲୁ କି ମ୍ୟାଟ୍ରେସ୍ ଗୋଟେ କିଣିଦେବାକୁ ହେଇକି ମ୍ୟାଟ୍ରେସ୍ ବି କିଣିଲୁ ଆଉ ପ୍ରଭୁଙ୍କ ଅନୁଗ୍ରହରେ ସବୁ ୱାସିଂ ମେସିନ୍ ଫ୍ରିଜ ଟିଭି ସବୁ ଫ୍ରିଜ ଆଗରୁ ଥିଲା ଏସି ସବୁ କିଛି ପ୍ରଭୁଙ୍କ ଅନୁଗ୍ରହରୁ ଆଉ ଆପଣମାନଙ୍କ ପ୍ରାର୍ଥନା ଯୋଗୁଁ ହିଁ ସବୁ ସାମାନ ଆମମାନଙ୍କର ଘରେ ହେଲା ପୁଣି ବହୁତ ବହୁତ ଧନ୍ୟବାଦ ଦେବି এই ବର୍ଷ ଆମେ ଫ୍ୟାମିଲି ଡେ ପାଇଁ ଆମର ହୁଏ ଡେଟ୍ ସେଇଠି ଅନୁଗ୍ରହ କଲେ ନେଭି ମାରାଥନରେ ଅନୁଗ୍ରହ କଲେ ପରମେଶ୍ୱର ଆଉ ଏନଡିବି ବାଲା ଖ୍ରୀଷ୍ଟମାସ ଯେଉଁ ଗ୍ୟାଦରିଂ ହୁଏ ସେଇଠି ବି ଅନୁଗ୍ରହ କଲେ ଆମେ ସମସ୍ତେ ପରିବାର ଯାଇଥିଲୁ ସେଥି ନିମନ୍ତେ ଆପଣମାନଙ୍କୁ ବହୁତ 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 ଧନ୍ୟବାଦ ଏତେ ଅନୁଗ୍ରହ ପରମେଶ୍ୱର ଦେଇଛନ୍ତି ମୁଁ କହି ନାହିଁ ପାରେ କିନ୍ତୁ ଥରେ ଥରେ ମୁଁ ହିଁ ଅବହେଳା କରେ ସେଦିନ ବୀରେନ୍ଦ୍ର ଭାଇ ବି ଫୋନ କରିଥିଲେ ମୁଁ ଫୋନ ନେଇ ଉଠେଇ ପାରିଲି ସେଥି ନିମନ୍ତେ ମୁଁ କ୍ଷମା ଚାହେଁ ଭାଇ ସେଥିପାଇଁ ବହୁତ ବହୁତ ଆପଣଙ୍କର ପ୍ରାର୍ଥନା ଯୋଗୁଁ ହିଁ ଆଉ ଏଇ ଏର୍ଲି ମର୍ଣ୍ଣିଂ ପ୍ରେୟାର ଯେବେଠୁ ମୁଁ ଜଏନ୍ କରିଛି ତେବେଠୁ ବହୁତ ଆଶୀର୍ବାଦ ଆଉ ମୋ ଜୀବନ ବି ବଦଳିଛି କାରଣ ମୁଁ ଆଗ ଫିଲ୍ମ ଗୀତ ଶୁଣୁଥିଲି ପୁଣି ସିରିଏଲ ସବୁ ଦେଖୁଥିଲି ଆଜିକାଲି କିଛି କହିଲେ କିଛି ଦେଖେନି ଆଉ ସବୁ ସମୟ ମୋ ଅଫିସରେ ବିତାଉ ପ୍ରଭୁଙ୍କର ବାକ୍ୟ ଆପଣମାନଙ୍କ ସହିତ ଏତେ ସୁନ୍ଦର ପରିବାର ଯୋଉମାନେ କି ସବୁବେଳେ ମତେ ଆମ ପରିବାର ପାଇଁ ମୋ ପାଇଁ ମଧୁସ୍ମିତା ଦିଦିଙ୍କ ଯେମିତି ଦିଦି ପ୍ରଭୁ ଯୋଗେଇଛନ୍ତି ଆଉ ସବୁ ପ୍ରେୟାରରେ ଆମମାନଙ୍କୁ ହେଲ୍ପ କରୁଛନ୍ତି ସେଇ ହିସାବରେ ବହୁତ ବହୁତ ଧନ୍ୟବାଦ ଲାଷ୍ଟ ୱିକରେ ଫ୍ରାଇଡେରେ ମୁଁ ଏଇ ସାକ୍ଷ୍ୟ ଦେଇଥିଲି କାରଣ ଲାଷ୍ଟ ଆଉ ମିଳିବ କି ନାହିଁ ମିଳିବ ଟାଇମ କହିକି ଡ୍ୟୁଟିରୁ ଟିକେ ସାଇଡ ହେଇକି କହିକି ଡ୍ୟୁଟିରୁ ସାଇଡ ହେଇକି ମୁଁ ଟିକେ ପ୍ରାର୍ଥନା ଫ୍ରାଇଡେ ଫାଷ୍ଟିଂ ପ୍ରେୟାର ଜଏନ୍ କରିଥିଲେ ସେଥିରେ ମୁଁ ଏଇ ସାକ୍ଷ୍ୟ ଦେଇଥିଲି ସେଥି ନିମନ୍ତେ ପ୍ରଭୁଙ୍କୁ ବହୁତ 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 ଧନ୍ୟବାଦ ପୁଣି ଭାଇ ଯେତେବେଳେ ଭାଇ ଚାଲିଗଲେ ସେ ଭାଇ ଆମଠି ଆସିଥିଲେ ସେତେବେଳେ ଦିନେ ସପିଂ ମଲକୁ ନେଇକି ଯାଇଥିଲେ ସେ କହିଥିଲେ କି ମୋ ପାଇଁ ଟ୍ରାକ୍ ସୁଟ୍ କିଣିଦବ କହିକି ହେଲେ ଆମେ ଭୁଲି ଗଲୁ ତାପରେ ଆଉ ଥରେ ଆସିବ ହେଲେ ମୁଁ ଟ୍ରାକ୍ ସୁଟ୍ ଟା କିଣିଦେବି କହିକି କହିଥିଲେ କିନ୍ତୁ ସେଇ ଏଇ ମଧ୍ୟରେ ମତେ ପ୍ରଭୁ ଜଣେଇଲେ କି ଆମେ ଯାହା ସହିତ ବି ସାକ୍ଷାତ ହେବା କିଏ ଜାଣେ ଆଉ ପ୍ରଭୁଙ୍କର ଅନୁଗ୍ରହ ହେଲେ ଆଉ ସାକ୍ଷାତ ହେବା କିନ୍ତୁ ପ୍ରଭୁଙ୍କ ଅନୁଗ୍ରହ ଥିଲେ ସାକ୍ଷାତ ହେବା ନାହିଁ ସେଥିପାଇଁ ଏକ ଅନ୍ୟକୁ ଭଲ ଭାବରେ ଯାହା ବି ଦରକାର ପୂରଣ କରିବା ପାଇଁ ପୂରଣ କରୁଥିବା ଦରକାର ଏମିତି ମୁଁ ଏଇ ମାନେ ଭାଇଙ୍କ ହାତ ମାନେ ଭାଇ ଆମ ଜୀବନରୁ ଚାଲିଗଲେ ତାଙ୍କ ମାଧ୍ୟମରେ ପ୍ରଭୁ ଆମମାନଙ୍କୁ ଏ ଶିକ୍ଷା ଦେଲେ ସେଥି ନିମନ୍ତେ ବହୁତ ବହୁତ ଧନ୍ୟବାଦ ଆଉ ବହୁତ ଧନ୍ୟବାଦ ଦେବି ଆପଣମାନଙ୍କୁ ଆପଣଙ୍କର ପ୍ରାର୍ଥନା ଦ୍ୱାରା ହିଁ ଏସବୁ ହେଇଛି ଏତେ ବଡ ଶକ୍ତି ଧନ୍ୟବାଦ ପ୍ରେଜ୍ ଦ ଲର୍ଡ ଆସନ୍ତୁ ଆମେ ସମୟ ନଷ୍ଟ କରିବା ନାହିଁ ସାକ୍ଷ୍ୟ ପାଇଁ ସୁଯୋଗ ଦେଇଥିବାରୁ ଅଳ୍ପ କିଛି କହିବି ମଝିରେ ପ୍ରଭୁ ମୋ ସହ ବର୍ତ୍ତିଥିଲେ ମୋ ଦେହ ବି ଭଲ ନଥିଲା ଡିସେମ୍ବର 23, 24, 25 ଏମିତି ମୋ ଦେହ ବହୁତ ଖରାପ ହେଇଯାଇଥିଲା ପ୍ରଭୁ ସୁସ୍ଥତା ଦେଲେ ଏଇ ବର୍ଷ ସାରା ସେ ଇଶାଲ ଲୋକକୁ ଯେମିତିକି ଦିନରେ ମେଘସ୍ତମ୍ଭ ରାତିରେ ଅଗ୍ନିସ୍ତମ୍ଭ ଦେଇକିନା ଚଲେଇ ନଉଥିଲା ସେମିତି ମୋ ପରିବାରକୁ ଏ ବର୍ଷ ସାରା ପ୍ରଭୁ ଚଲେଇ ନେଲେ ଦୁଃଖ ସୁଖ ସବୁ ଦେଇକିନା ସବୁରେ ସେ ସହବର୍ତ୍ତି ଥିଲେ ପ୍ରତ୍ୟେକ ମୁହୂର୍ତ୍ତରେ ମୋର ପରିବାରର ସଙ୍ଗେ ସଙ୍ଗେ ଥିଲେ ମୋର ପିଲାମାନଙ୍କ ସଙ୍ଗେ ସଙ୍ଗେ ଥିଲେ ଅନେକ ସବୁ ପ୍ରୋବ୍ଲେମରୁ ପ୍ରଭୁ ଆମକୁ କଢେଇ ଆଣିଛନ୍ତି ସୁନ୍ଦର ଦିନ ଗୋଟେ ଦେଇଛନ୍ତି ସବୁବେଳେ ତାଙ୍କର ସେ ବଳବନ୍ତ ବାହୁରେ ଆମକୁ ଆବର ରଖିଛନ୍ତି ସେଥିପାଇଁ ପ୍ରଭୁଙ୍କୁ ଧନ୍ୟବାଦ ଦଉଛି ଆମ ପରିବାର ପାଇଁ ସମସ୍ତେ ପ୍ରେୟର କରୁଛନ୍ତି ଏ ପରିବାର ବିଶେଷ କରି ମଧୁସ୍ମିତା ଆମର ଭାଣିଜୀ ତାଙ୍କେ ପ୍ରେୟର କରୁଛନ୍ତି ଆଉ ଅନେକ ଲୋକ ମୋ ପରିବାର ପାଇଁ ପ୍ରେୟର କରୁଛନ୍ତି ସେଥିପାଇଁ ମୁଁ ଧନ୍ୟବାଦ ଦଉଛି ଆଉ ମୋ ଦାନ୍ତ ଟିକେ ପେନ୍ ହଉଥିଲା ବୋଲିକିନା ମୁଁ ସେ ଲବଙ୍ଗ ଟିକେ ପାଟିରେ ନେଇଗଲି ସେଟା ବୋଧେ ଇନଫେକ୍ସନ ହେଇଯାଇଥିଲା ପୁରା ଗାଲ ପୁରା ଫୁଲି ଯାଇଥିଲା ଆଉ ମୁଁ ଫାଟି ବି ଟିକେ ଖୋଲି ପାରୁନଥିଲି ଖାଲି ସୁପ୍ ଖାଲି ପିଇବିକିନା ରହୁଥିଲି ଗୋଟେ
8 दिन खंडे ହେଇଗଲା ମୋର ପୁରା ବହୁତ ଦେହ ଖରାପ ହେଇଯାଇଥିଲା। ମାତ୍ର ପ୍ରଭୁ ମତେ ସୁସ୍ଥତା ଦେଲେ। ଆଉ ମୋହିନୀ ଭଉଣୀ ଯେମିତି ଆମ ସାକ୍ଷର କହୁଥିଲେ ସେମିତି ମୋର ପିଲାମାନଙ୍କୁ ମଧ୍ୟ ପ୍ରଭୁ କେମିତି ସୁରକ୍ଷାରେ ଏମିତି ତାଙ୍କେ ବଡ କଲେ। ମୁଁ କିଛି ନାହିଁ, ମୁଁ ବହୁତ ନେଗ୍ଲେକ୍ଟ ସେମିତି କିଛି ନାହିଁ, ମାତ୍ର ମୋର ପିଲାମାନଙ୍କୁ ସେ ହିଁ ପୁରା ବଡ କରିଛନ୍ତି। ପ୍ରଭୁ ସବୁବେଳେ ଯେତେବେଳେ ମୁଁ ପ୍ରାର୍ଥନା କରିବି ପ୍ରଭୁ ମୁଁ କିଛି ନାହିଁ, ମାତ୍ର ମୋର ପିଲାମାନଙ୍କୁ ତୁମେ କଢେଇ ନିଅ, ତୁମେ କର ଏମିତି ସବୁବେଳେ ମୁଁ କହିବାର। ଆଉ ପ୍ରଭୁ ହିଁ ମୋର ପିଲାମାନଙ୍କୁ ବଢେଇ ନେଇଛନ୍ତି। ଥରେ ମନେ ପଡିଲା, ମୁଁ ତାଙ୍କର ସେ ଯୋଉ ସାକ୍ଷ୍ୟ ପାଇଁ ମନେ ପଡିଲା, ମୋ ପିଲାମାନେ ଗାଡିରେ ସେମିତି ରାଜଦୂତ ଗାଡିରେ ବସିଥିଲେ, ଷ୍ଟେଣ୍ଡ ମରା ହେଇଥିଲା, ଆହୁରି ପିଲାମାନେ ବସିଥିଲେ, ପଲ୍ଲବୀ ଆଉ ଝିଅ ନା ପଲ୍ଲବୀ ଆଉ ପୁଅ ନା ସନ୍ଦୀପ 2 ଜଣ ବସିଥିଲେ। ଆଉ ଗାଡି କେମିତି ପଡିଗଲା ଯେ ଝିଅ ପୁରା ଛିଟିକି ହେଇକିନା ବାହାରେ ପୁରା ବହୁତ ଦୂର ପଡିଗଲା। ମାତ୍ର ପୁଅ ପୁରା ପେଟ୍ରୋଲ ଟାଙ୍କି ମଝିରେ ପଶିଗଲା। ଯେତେବେଳେ ସେ ପୁରା ଆମେ ସବୁ ଗାଡି ପଡିଗଲା ଆଉ ପୁଅ ଉପରେ ପଡି ଯାଇଛି, ଝିଅ ପୁରା ଛିଟକି ଯାଇଛି ବୋଲି ସମସ୍ତେ ପାଟି କଲା। ଦୌଡି ଯାଇକରି ମୁଁ ଉଠେଇଲା ବେଳକୁ ସମସ୍ତେ ସେ ଗାଡି ଉଠେଇଲା ବେଳକୁ ପୁଅର ପୁରା ଦେହ ସାରା ପେଟ୍ରୋଲ ପୁରା ଢାଳି ଯାଇଥିଲା। ପୁରା ସାଙ୍ଗେ ସାଙ୍ଗେ ତାକୁ ମେଡିକାଲ ନେଲେ ଯେ ପ୍ରଭୁ କିଛି ବି ହେଇନଥିଲା, ପ୍ରଭୁ ତାକୁ ସୁସ୍ଥତା ଦେଇଥିଲେ। ଆଉ ସେଠିକି ବହୁତ କୁଚ ଥିଲା, ଯୋଉଠି ଆଉ ଯାହା କାଢବ ଖାଇ ଦଉଥିଲା। ସେମିତି ସେ କେତେ ଥର ମେଡିସିନ ଖାଇ ଦେଇଛି। ଥରେ ଆମେ ଘର ଚୂନ ଦଉଥିଲୁ, ସେ ପୁରା ମେଡିସିନ ପୁରା ବାହାରେ ପଡିଥିଲା, ଗୋଟେ ବୋଟଲ ସେ ପିଇ ଦେଇଥିଲା, ପୁରା ସେନ୍ସଲେସ୍ ହେଇଯାଇଥିଲା। ତାକୁ ଆଉ ଥରେ ମେଡିକାଲ ନେଇକିନା ଦେଖେଇଲା ପରେ କଣ କଲେ ଯେ ସେ ପୁରା ଚେତା ହେଲା। ଏମିତି ହେଇକି ବହୁତ ପ୍ରଭୁ ହିଁ ମୋର ପିଲାମାନଙ୍କୁ କଢେଇ ଆଣିଛନ୍ତି। କେତେ ବିପଦରୁ ସେ ହିଁ ସୁରକ୍ଷା ଦେଇଛନ୍ତି, ସେ ହିଁ ସେ ପାଳିଛନ୍ତି। ମୁଁ ସବୁବେଳେ ପ୍ରାର୍ଥନା କରିବି ପ୍ରଭୁ ମୁଁ ସେମାନଙ୍କୁ ଯତ୍ନ କରିନାହିଁ କି ସେମାନଙ୍କୁ କରିନାହିଁ, ମାତ୍ର ତମେ ହିଁ ସେମାନଙ୍କୁ ବଡ କରିଛ। ସେଥିପାଇଁ ପ୍ରଭୁଙ୍କୁ ଧନ୍ୟବାଦ ଦେବି। ମୋ ପରିବାରରେ ପ୍ରତ୍ୟେକଙ୍କୁ ପ୍ରଭୁ ଏ ବର୍ଷ ଯେତେ ବିପଦରୁ ସବୁରୁ ପ୍ରଭୁ ସୁରକ୍ଷା କରି ଆଣିଛନ୍ତି, ସେଥିପାଇଁ ପ୍ରଭୁଙ୍କୁ ବହୁତ ବହୁତ ଧନ୍ୟବାଦ ଦଉଛି। ଆଉ ମତେ ବି ସୁସ୍ଥତା ଦେଇଛନ୍ତି, ସେଥିପାଇଁ ମୁଁ ପ୍ରଭୁଙ୍କୁ ଧନ୍ୟବାଦ ଦଉଛି। ଆଉ ପ୍ରେୟର କରିଛନ୍ତି ମୋର ପରିବାର ପାଇଁ, ସେଥିପାଇଁ ସମସ୍ତଙ୍କୁ ମୁଁ ଥ୍ୟାଙ୍କ ୟୁ କହୁଛି। ବିଶେଷ କରି ମିନାକୁ ବହୁତ ବହୁତ ଥ୍ୟାଙ୍କ ୟୁ କହୁଛି। ଆମ ସଙ୍ଗେ ଥାନ୍ତୁ, ସେଥିପାଇଁ ପ୍ରେୟର କରିଥିବେ। ଥ୍ୟାଙ୍କ ୟୁ। ପ୍ରେଜ୍ ଦ ଲର୍ଡ। ସେ ଆମର ପାଳକ ଅଟନ୍ତି, ସେ ଆମକୁ ସମସ୍ତ ବିପଦରୁ ଉଦ୍ଧାର କରନ୍ତି। ପ୍ରତ୍ୟେକ ମୁହୂର୍ତ୍ତରେ ସେ ଆମ ପାଇଁ ଚିନ୍ତା କରନ୍ତି। ପ୍ରଭୁ ମୋ ପାଳକ ଅଟନ୍ତି, ଅଭାବ ମୁଁ ଜାଣି ନାହିଁ। ପ୍ରେମ ମୋତେ ସେ କରନ୍ତି, ଚିନ୍ତା କରନ୍ତି ମୋ ପାଇଁ। ସେ ଆମ ପାଇଁ ଚିନ୍ତା କରନ୍ତି। ପ୍ରିୟ ମାନେ ଶୁଣନ୍ତୁ ଆଉ ଗୋଟେ ସାକ୍ଷ୍ୟ ମହାନାମର ଧନ୍ୟବାଦ କରୁଛି। ନିଶ୍ଚୟ ସର୍ବପ୍ରଥମେ ତୃତୀୟ ଈଶ୍ୱରଙ୍କ ନିକଟରେ, ପୁଣି ଏଇ ଯୋଉ ମଣ୍ଡଳୀର କର୍ମକର୍ତ୍ତା ଏବଂ କର୍ତ୍ତୀଙ୍କ ନିକଟରେ ମୋ ପରିବାର ଠାରୁ ବିଶେଷ କୃତଜ୍ଞତା ଜ୍ଞାପନ କରେ। ଆଉ ଯୋଉ ପ୍ରେମ ମଙ୍ଗଳ ଦାନ କରୁଛି, ସେ ପ୍ରେମର ପାଲଟା ଆମେ କିଛି ଦେଲା ପରି ନାହିଁ। ଏ ସମସ୍ତ ପ୍ରଭୁଙ୍କର ଅସୀମ ଦୟା, ଅସୀମ ଅନୁଗ୍ରହ, କୌଣସି କ୍ରିୟାକର୍ମରୁ ଏ ସମସ୍ତ ପାଏ ନାହିଁ। ତେଣୁ ମୁଁ ପ୍ରଭୁଙ୍କୁ ଧନ୍ୟବାଦ ଦେଉଛି। ଆପଣ ମାନେ ଆମମାନଙ୍କର ପ୍ରତ୍ୟେକ ସମୟରେ ଯେତେବେଳେ ଯାହା ଆମେ ଅନୁରୋଧ ଆମେ ଆପଣମାନଙ୍କୁ ଜଣେଇଛୁ, ବ୍ୟକ୍ତିଗତ କି ପାରିବାରିକ ନିର୍ଦ୍ଦେଶ ଦେଇଛନ୍ତି, ପ୍ରାର୍ଥନା କରିଛନ୍ତି। ଆଉ ସେପରି କିଛି କଷ୍ଟ ପରିସ୍ଥିତି ହେଲେ ମଧ୍ୟ ଆମମାନଙ୍କୁ ସେପରି ଆମେ ଯୋଉ ହଠାତ୍ ନିରାଶ ହେଇଯାଉଥାଉ, ସେବେଳକୁ ଆମକୁ ସାହସ ଦେଇଛନ୍ତି। ଏ ସମସ୍ତ ପ୍ରଭୁଙ୍କ ଆଡୁ ପାଇଥିବାରୁ ସେଇଟା ଆମମାନଙ୍କର ମତେ ବାଣ୍ଟୁଛନ୍ତି। ଆମମାନଙ୍କୁ ସେପରି ଧୈର୍ଯ୍ୟ ସହିତ ପ୍ରାର୍ଥନା ସହିତ ପ୍ରଭୁଙ୍କଟା ରଖୁଛନ୍ତି। ତେଣୁ ମୁଁ ଆଜି ପ୍ରଭୁକୁ ଧନ୍ୟବାଦ ଦଉଛି। ଆମମାନଙ୍କ ନିଜର ପବିତ୍ରତା ଗୁଣେ, ଉତ୍ତମତା ଗୁଣେ, ଧର୍ମକର୍ମ ଗୁଣେ ଆମେ ରକ୍ଷା ପାଇନାହିଁ। ସାରା ବର୍ଷ ପ୍ରଭୁ ରକ୍ଷା କରି କେତେ ଥର ମୁଁ ଜଗତରୁ ଚାଲିଯିବା ପରି ପରିସ୍ଥିତି ମୋର ଜୀବନରେ ପ୍ରାୟ 3 ଥର, କିନ୍ତୁ ପ୍ରଭୁ ମୃତ୍ୟୁ ମୁଖରୁ ବଞ୍ଚାଇଛନ୍ତି ମୋ ନିମନ୍ତେ, ମୋ ପରିବାର ନିମନ୍ତେ, ମୋ ସନ୍ତାନ ସନ୍ତତି ନିମନ୍ତେ। ତେଣୁ ପ୍ରଭୁଙ୍କ ନାମ ଧନ୍ୟ ହେଉ। ନିଶ୍ଚୟ
ଦେଖୁ ଦେଖୁ ଆଜି 31 ତାରିଖର ପାଇଁ ବର୍ଷ ଶେଷର ସେ ନ କହିଲେ ତାହା ଅତ୍ୟୁକ୍ତି ହେବ ନାହିଁ। ପ୍ରଭୁଙ୍କ ତାଙ୍କର ଦୟା ପାଇଁ ଅନୁଗ୍ରହ ପାଇଁ ଆମେ ନିଶ୍ଚୟ ପ୍ରକାଶ କରିବା ଦରକାର। ନିଶ୍ଚୟ ଏଇ ଯୋଉ 4ଟି ମିଟିଂ ପ୍ରାୟ ଆମେ ଆଟେଣ୍ଡ କରୁଛୁ। ପ୍ରଥମେ ମର୍ଣ୍ଣିଂ ପ୍ରେ, ମଧ୍ୟାହ୍ନରେ ମୋ ସ୍ତ୍ରୀ ମହିଳା ସମିତି, ସନ୍ଧ୍ୟା ସମୟରେ ଆଶିଷ ଧାରା, ଆଉ ରାତିରେ ବି ନାଇଟ୍ ପ୍ରେ, ଆଉ ଫ୍ରାଇଡେ ମିଟିଂ, ଏଗୁଡା ସବୁ ଦ୍ଵାରା ଆମେ ବହୁତ କିଛି ଉପକୃତ ହେଇଛୁ। ଏଇ ଯୋଉ ମର୍ଣ୍ଣିଂ ପ୍ରେଟା ନଥାନ୍ତା ମୋ ଜୀବନରେ ମୁଁ ଯାହା କରୁଛି କେତେଟା ପର୍ଯ୍ୟନ୍ତ ମୁଁ ଶୋଇଥାନ୍ତି। ଏଇଟା ଜାଗି ରୁହ ପ୍ରାର୍ଥନା କର ପରି ଏଇଟା ଆମକୁ ସଜାଗ କରୁଛି। କୋଉ ମୁହୂର୍ତ୍ତରେ ପ୍ରଭୁ ଜଗତରୁ ନିଅନ୍ତୁ କି ପ୍ରଭୁ ଆଗମନ କରନ୍ତୁ ପ୍ରସ୍ତୁତ ଥିବା ପାଇଁ। ଏଥିପାଇଁ ମୁଁ ପ୍ରଭୁକୁ ଧନ୍ୟବାଦ ଦଉଛି, ଆପଣମାନଙ୍କୁ କୃତଜ୍ଞତା ଜ୍ଞାପନ କରୁଛି। ନିଶ୍ଚୟ ଆମେ ଶୁଣୁଛୁ ଚାରିଆଡେ, ନିଶ୍ଚୟ ଏଇ ଯୋଉ ଯେତେ କଟକଣା ହଉଛି ସେତେ ପ୍ରଭୁଙ୍କର କାର୍ଯ୍ୟ ବଢୁଛି। ଏ ବର୍ଷ ଯାହା ଯାହା ବହୁତ ବର୍ଷରୁ ତ ଆମମାନଙ୍କୁ ଦାୟିତ୍ୱ ଆମେ ଅଛୁ, ଚାଳକ ଏବଂ ମୋ ସ୍ତ୍ରୀ ବି ଚାଳିକା ଅଛି ମଣ୍ଡଳୀ ଏବଂ ମହିଳା ସମିତି। ଏ ବର୍ଷ ନୂତନ ଭାବରେ ପ୍ରାୟ 49 ଚର୍ଚ୍ଚେସ୍ ଉପରେ ଗୋଟେ କେନ୍ଦ୍ରୀୟ ଚାଳକ ହିସାବରେ ନେଇକି ଏ ଗୋଟେ ଦାୟିତ୍ୱ ଦେଇଛନ୍ତି। ମୋ ସ୍ତ୍ରୀକୁ ବି ଦାୟିତ୍ୱ ଅଛି। ଆମେ ସବୁ କଲା ପରେ ଏ ବୟସରେ ତମେ ଯୋଗ୍ୟ ନୁହଁ, ଉତ୍ତମ ନୁହଁ, ପବିତ୍ର ନୁହଁ। ଆଉ ଯୋଉ ସ୍ଥାନକୁ ବି ସବୁ ସ୍ଥାନରେ ଆମମାନଙ୍କୁ ଇନଭାଇଟ କରାଯାଉଛି, ଆମେ ଯିବା ପରେ ବି ପରିସ୍ଥିତି ନାହିଁ। ତଥାପି ଆମେ ଅନୁରୋଧ କରୁଛୁ ଗତ ଏ ବର୍ଷ ସାରା ତାକୁ ପରବର୍ତ୍ତୀ ବର୍ଷ ଯଦି ପ୍ରଭୁ ଆମକୁ ଦୟା କରିବେ ଅଧିକ ମାତ୍ରାରେ ଯଦି ପ୍ରଭୁଙ୍କ ପାଇଁ କରିବୁ, ଏଥିପାଇଁ ପ୍ରାର୍ଥନା କରନ୍ତୁ। ପ୍ରଭୁଙ୍କ ରାଜଧାର୍ମିକତା ଯୋଉ ହସ୍ତ ବଢେଇବୁ, ନୂତନ ନୂତନ ଆତ୍ମା ଯଦି ଗୋଟେ ଆତ୍ମା ଯଦି ଆସୁଛି ସ୍ୱର୍ଗରେ କେତେ ଆନନ୍ଦ। এইটা ଯଦି ଆମମାନଙ୍କ ଜୀବନରେ ହଉ ତାହେଲେ ପରବର୍ତ୍ତୀ ସମସ୍ତ ବିଷୟ ପ୍ରଭୁ ଯୋଗାଇବେ। ସେଇଟା ଆପଣ ମାନେ କରୁଛନ୍ତି, ଆମେ ଦେଖୁଛୁ। এইটা ଯେପରି ଆମ ଜୀବନରେ ହେବ ଏଥିପାଇଁ ପ୍ରାର୍ଥନା କରିବେ। ଆଉ ଆଜି ଦିନ ବେଳେ ମିଟିଂ ଅଛି, ଉପବାସର ପ୍ରାର୍ଥନା, ରାତିରେ ନିଶ୍ଚୟ ହୋଲ ନାଇଟ୍ ପ୍ରେ, ଆଉ ଆସନ୍ତାକାଲି ପ୍ରଭୁ ଦୟା କଲେ ନୂତନ ବର୍ଷ ଏ ସମସ୍ତ ମିଟିଂରେ ଯେବେଠାରୁ ଜୁବୁଲି ହେଲା, ଆମର 50 ବର୍ଷ ଜୁବୁଲି ପୂର୍ଣ୍ଣ ହେଲା, ବହୁତ ସଂଖ୍ୟାରେ ଆମର ଏ ଚର୍ଚ୍ଚରେ ଜାଗା ହଉନାହିଁ, ସ୍ଥାନ ହଉନାହିଁ। ବହୁତ ଚାରିଆଡୁ ଲୋକ ଆସୁଛନ୍ତି। ପ୍ରଭୁ ପ୍ରତ୍ୟେକଙ୍କୁ ସେ ଭାବେ ଉଜ୍ଜୀବିତ କରୁଛନ୍ତି, ପ୍ରଭୁ କରୁଛନ୍ତି। ତେଣୁ ପ୍ରଭୁ ଗୌରବ ପାଆନ୍ତୁ, ପ୍ରଭୁ ବ୍ୟବହାର କରନ୍ତୁ, ଶେଷ ଦିନ ପର୍ଯ୍ୟନ୍ତ ପ୍ରଭୁ ତାଙ୍କରି ହସ୍ତ ଦେଇ ଆମକୁ ଚଳାନ୍ତୁ। ଏଇଟା ଆମର ଅନୁରୋଧ। ଆମ ପୁଅ ବୋଉ ନାତୁଣୀ ତ ବିଦେଶରେ ଅଛନ୍ତି, ସେମାନଙ୍କ ପାଇଁ ମଧ୍ୟ ପ୍ରାର୍ଥନା କରିବେ। ଆଉ ଗୋଟେ ବିଶେଷ ବିଷୟ, ଏବେ ଯାହାକି ଖ୍ରୀଷ୍ଟିଆନ ମାନଙ୍କ ଯୋଉ କଟକଣା, ଏଟା ବାହାରେ ସେ କଟକଣା ଥିଲା ବୋଲି ଆମେ ଶୁଣୁଥିଲୁ, କିନ୍ତୁ ଏଇ 3-4 ଦିନ ପୂର୍ବରୁ ପାରଳାଖେମୁଣ୍ଡି ସହରରେ ପାଳକ ମାନଙ୍କୁ ସେମାନେ ପ୍ରଭୁଙ୍କର ବାକ୍ୟ ପ୍ରକାଶ କରୁଥିଲେ, ନେଇକି ଥାନାରେ ତାଙ୍କୁ ଅଟକେଇଲେ, ରଖିଲେ। କିଛି ସମୟ ପରେ ତାପରେ ଛାଡିଦେଲେ। ପାରଳାଖେମୁଣ୍ଡି ସହର ପାଇଁ ଆସିଛି ନିଜର ଆମର ସ୍ଥାନରେ। ତେଣୁକରି ରାତ୍ର ମିଟିଂ କି କାଲି ଉପାସନା ଅନ୍ୟାନ୍ୟ ସବୁ ମଣ୍ଡଳୀ ମାନଙ୍କୁ, ସବୁ ଚର୍ଚ୍ଚ ମାନଙ୍କୁ କିଛି ଅସୁବିଧା ନ ହୁଏ, ଏ ସମସ୍ତ ପାଇଁ ଆଉ ଆମ ମଣ୍ଡଳୀ ପାଇଁ, ଆମ ପରିବାର ପାଇଁ ବିଶେଷ ଭାବେ ପ୍ରାର୍ଥନା କରିବେ ବୋଲି। ଆଉ ଯେପରି ପରବର୍ତ୍ତୀ ବର୍ଷରେ ଦ୍ୱିଗୁଣ ଆତ୍ମା ପାଇ ସେ ଆତ୍ମିକ ଦ୍ଵାରା ପବିତ୍ର ଆତ୍ମା ଦ୍ୱାରା ଚାଳିତ ହେଇ ପ୍ରଭୁଙ୍କର ଗୌରବ କରୁ କରୁ ପ୍ରଭୁଙ୍କର ଆଗମନର ଭାଗ୍ୟ ହେବ, ଏଥିପାଇଁ ବିଶେଷ କରି ପ୍ରାର୍ଥନା କରିବେ। ପ୍ରେଜ ଦ ଲର୍ଡ, ଆମେନ୍। हालेलुया, थैंक यू। रखा है अपना हाथ मुझ पर रखा है, तेरे आत्मा से भाग कर मैं कहाँ जाऊं। यस प्रिय मने, से हमको ଆମ ଚାରିଆଡେ, ଆଗରେ ପଛରେ, ଉପରେ ତଳେ, ବାମରେ ଡାହାଣରେ, ସବୁଆଡେ ଆମକୁ ଘେରି ରଖିଛନ୍ତି। ଆଉ ଦାଉଦଙ୍କ ପରି ଆମେ କହିବା, ମୃତ୍ୟୁ ଛାୟାର ଉପତ୍ୟକା ଦେଇ ଗମନ କଲେ ଆମେ କୌଣସି ଆପଦକୁ ଭୟ କରିବା ନାହିଁ, କାରଣ ସେ ଆମର ସହବର୍ତ୍ତୀ। ଆସନ୍ତୁ ଆଜିର ଶେଷ ସାକ୍ଷ୍ୟ ଶୁଣିବା। Name them one by one. Count your blessings, see what God has done. Count your blessings, name them one by one, and it will surprise you what the Lord has done. ସମସ୍ତଙ୍କୁ praise the Lord. ବର୍ଷ ଯାକ ଯେତେବେଳେ ଆମେ ରିଫ୍ଲେକ୍ଟ ଦେଖୁଛୁ, ପ୍ରଭୁ ଏତେ ବହୁଳ ଭାବରେ ଆଶୀର୍ବାଦ କରିଛନ୍ତି
ଯେ ଆମେ ସେଟାକୁ ଗଣନା ବି କରିପାରିବାନି। ପ୍ରଭୁ ଆମ ପ୍ରତି ବହୁତ ଦୟାବାନ ହେଇଛନ୍ତି। ଆଉ ଯେତେବେଳେ ବୀରେନ୍ଦ୍ର ଭାଇ କହୁଥିଲେ ମୃତ୍ୟୁ ଛାୟା ଉପତ୍ୟକା ଦେଇ ଗମନ କଲେ ସେ ଆମକୁ କଢାଇ ଆଣିଛନ୍ତି, ସେଇପରି ଆମ ପରିବାରରେ 2 ଜଣ ସେମିତି ଫେସ୍ କରିଛନ୍ତି। ଆଉ ବହୁତ କଷ୍ଟକର ରୋଗ ଦେଇକି ଯାଇଛନ୍ତି, ଅଜଣା ରୋଗ ଦେଇକି ସେମାନେ ପାସ୍ କରିଛନ୍ତି। ଗୋଟେ ହଉଛି ମୋର ଭାଉଜ ସୁଦୀପ୍ତା ମିସାଲ, ଆଉ ଗୋଟେ ହଉଛି ମୋର ଭଉଣୀ ରୀତା ମିସାଲ। ଏତେ ପରିସ୍ଥିତି ଖରାପ ଥିଲା, ହୁଏତ ଆମେ ତାଙ୍କୁ ହଜେଇ ବସିଥାନ୍ତୁ, ମାତ୍ର ସେ ବିଶ୍ୱସ୍ତ ପରମେଶ୍ୱର ଯୋଉମାନେ ତାଙ୍କ ନିମନ୍ତେ ନିଜକୁ ସମର୍ପଣ କରନ୍ତି ଆଉ କମିଟ୍ କରନ୍ତି, ତାଙ୍କୁ ସେ କେବେ ହେଲେ ଛାଡିବେନି କି ଅବା ତାଙ୍କୁ ପରିତ୍ୟାଗ କରିବେନି। ଆପଣ ମାନଙ୍କର ପ୍ରାର୍ଥନା ଆଉ ଯେତେ ଜଣ ତାଙ୍କ ନିମନ୍ତେ ପ୍ରାର୍ଥନା କରୁଥିଲେ ସେଇ ମୃତ୍ୟୁ ଛାୟା ଉପତ୍ୟକା ଦେଇ ଗଲେ, ମାତ୍ର ପ୍ରଭୁ ତାଙ୍କୁ ଉଦ୍ଧାର କଲେ। ପ୍ରେଜ୍ ଦ ଲର୍ଡ। ଆନନ୍ଦ କଷ୍ଟ ବି ଦେଇଛନ୍ତି, ବହୁତ ସେତେବେଳକୁ ଆମେ ଭାଙ୍ଗି ପଡିଥିଲୁ, ମାତ୍ର କେବଳ ପ୍ରାର୍ଥନା ହିଁ ଆମକୁ ସଷ୍ଟେନ କରିଥିଲା। ଆଉ ଆନନ୍ଦର ସମୟ ବି ଆମକୁ ଦେଇଥିଲେ ପ୍ରଭୁ। ଆମେ 4ଟା ବିଦେଶ ଯାଇକି ଆମେ 4ଟା ଦେଶ ବୁଲିକି ଆସି ପାରିଥିଲୁ। ପୁଅ ବୋହୂଙ୍କ ସାଙ୍ଗରେ କେତେ ସମୟ ବିତେଇ ପାରିଥିଲୁ। ପୁଅ ବୋହୂ ଉଭୟଙ୍କୁ ପ୍ରଭୁ ପ୍ରମୋସନ ଦେଇଥିଲେ ତାଙ୍କ କାର୍ଯ୍ୟରେ, ଆମେ ପ୍ରଭୁଙ୍କୁ ଧନ୍ୟବାଦ ଦଉଛୁ। ଆମେ 2 ଜଣ ଯାକ ରିଟାୟାର୍ଡ ଲୋକ, ଆମର ଯାହା କିଛି ରିସୋର୍ସେସ ରୁ ଆମେ ଅନ୍ୟମାନଙ୍କୁ ସାହାଯ୍ୟ ବି କରୁଛୁ, ସେଟା କେବଳ ପ୍ରଭୁଙ୍କର ଆଶୀର୍ବାଦ। ଆଉ ଯୋଉ ସବୁ ଆମର ଲାଇଫରେ ଆମେ ଏଇ ରିଟାୟାରମେଣ୍ଟ ସମୟରେ ଫେସ୍ କରୁଛୁ, ପ୍ରଭୁ ଆମକୁ ବ୍ୟବହାର କରୁଛନ୍ତି ଅନ୍ୟ ଜାଗାରେ ଯାଇକି ତାଙ୍କର ବାକ୍ୟ ଦେବା ପାଇଁ, अर्ली मॉर्निंग प्रेयर बाक्य देबा पई, अन्य गुड़िक भी से जो प्रेयर्स गुड़ाक बाक्य देबा पई, एटा केवल प्रभुंकर अनुग्रह। ए गोटिए प्रार्थना हम आमे तुम आपनक निकटरे करूछु जे आपण माने आम निकटरे प्रार्थना आम निमंते प्रार्थना करिवे, जेपरि कि आमे आसंता वर्ष रे ए वर्ष अपेक्षा आहुरी तांको निमंते व्यवहृत हेई परिबा। हमर जहा किछि टैलेंट्स अछि, जहा किछि अर्जन अछि, और जहा जो घर हमको देइचंती प्रभु, सबु जेंती तांकर लोकमानक निमंते जो माने अभाव असुविधा अछंती तांको सहायता करिया पई, आ अनेक आत्मार जिनिबार जेपरि कि आमे 2 जण कारण हेई परिबा, से पई प्रभु हम मुखरे सबु बेले से बोल्डनेस दियंतु, करेज दियंतु, आमे जेंती तांको निमंते साक्षी स्वरूप हेकी सुस्थ सबल शरीर रे छिड़ा हेई परिबा। पुनर्बार समस्त को मु धन्यवाद दिए, कारण आपण मानकर प्रार्थना ही हमको शक्ति युक्त करूची। प्रेज द लॉर्ड। तथापि से मोर पासे से मो हाथ को धरिले, केबे न जीविनु नासे। यस मीना आउ टाइम अछि मा प्रकृतरे हालेलुया। प्रेज द लॉर्ड। आज वर्षर शेष दिन को आसी, ता सहित मोर चाकरी शेष दिन को भी आसी, से गौरव करे। मोर दीर्घ 33 इयर्स रेलवे सर्विस रे मु बहुत किछि पाइछि, आ बहुत जन को मु सहाय्य करिया पे सुजोग पाइछि, बहुत जन को सेवा करिया पे सुजोग पाइछि। आ सेति पे प्रभु को बहुत बहुत धन्यवाद। आ रेलवे रे बहुत भी फायदा उठेछि, बहुत इंडिया भीतर बहुत किछि हमें बुलिछु। आ ता छडा मु जते माले से भीतर जाइथिली, सेते बेले गोटे मोर से इंसिडेंट टिके कहबी। जो दिन आम जाऊँ से बहुत वर्षा होता, कलकाता फ्लाइट छाड़ा बहुत वर्षा, भयंकर घड़घड़ी वर्षा, बहुत समय लेट है से जते फ्लाइट स्टार्ट है केते समय बुलिला बुलिला पुणी आउथरे रहिला, तापर पुणी आउथरे स्टार्ट हे केते समय गला परे से मोर तो एक्सपीरियंस नथिला। से माने से ये हैला हलिला, खाली हलिला, तल को हैला ऊपर को हैला, बहुत जन पूरा चित्कार कले, एते चित्कार करसंती जे कला कने मोर भी मु भाबिली गले मोर आज एटा लास्ट तळे पूरा समुद्र अछि, से देखा जाउनी कोन केते कोन होबो। से एते हलुच तळ को जाउची ऊपर को जाउची, से तार जो ये जो डेना जाको पूरा एंती हलुची जे कहबा को नै। पूरा प्रभु की जे जहा मु खाली प्रभु 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 कोन करबो कोन, मु खाली मन बहुत नेगेटिव हे गले, समस्त भी बहुत पार्टी कले। तापरे किंतु कोनसी
କିଏ ବି ତାଙ୍କର କର୍ମଚାରୀ ଏ ଯୋଉ ସେମାନେ ଥାନ୍ତି ସେମାନେ କିଛି ଆନାଉନ୍ସ କରୁନାହାନ୍ତି। ସେଥିପାଇଁ ଭିତରେ ଟିକେ ମୋର ପଜିଟିଭ ଆସେ ନାହିଁ କିଛି ବୋଧେ ହେଉନି, ଏଇଟା ବୋଧେ ଏମିତି ନର୍ମାଲ। ମୋ ପାଖରେ ବି ଜଣେ ବସ, ମୁଁ ତ ଏତେ ଥର ଯାଇଛି ଏମିତି କେବେ ହେଇନି ସେ ବି କହୁଛି। ତାପରେ ବହୁତ ସମୟ ପରେ ସେଟା ସ୍ଥିର ହେଲା। ତାପରେ ମୋର ସେ ଆମର ଯୋଉ ଷ୍ଟାଫ ତାଙ୍କର ପୁଅ ଜଣେ, ସେମାନେ ୟୁରୋପ ସେ ଲଣ୍ଡନ ରେ କୋଉଠି କୋଉଠି ଅଛନ୍ତି ସେମାନେ ରୁଷିଆରେ, ସେମାନେ କହିଲେ ନାଇଁ ମାମା ଏଇଟା ସେମିତି ବେଳେ ବେଳେ ହୁଏ, କଣ ଟର୍ବୁଲାନ୍ସ କହନ୍ତି ବୋଲି ସେ କହିଲେ। ମୁଁ ତାପରେ ଆମେ ସେଇ ଯୋଉ ଭୟ ଟା ରହିଗଲା, ଫେରିଲା ବେଳକୁ ବି ସେଇ ବହୁତ ଭୟ, ମାନେ ବହୁତ କଷ୍ଟରେ ମାନେ ମାଇଣ୍ଡ ଟାକୁ ଆମେ ସେଟଲ କରିକି ଆସିଲୁ। କିନ୍ତୁ ପ୍ରଭୁ ହିଁ ବହୁତ ସେଦିନ ମତେ ଆମକୁ ରକ୍ଷା କଲେ। ମାନେ ଏତେ ବି ଘଡଘଡି ହଉଥିଲା ସେଇ ଅବସ୍ଥାରେ ବି ସେମିତି ସେ ଆମେ ମାନେ ସେଫଲି ପହଞ୍ଚିଲୁ। ସେଥିପାଇଁ ଆମେ ବହୁତ ପ୍ରଭୁଙ୍କୁ ଧନ୍ୟବାଦ ଦେଲି। ଆଉ ପହଞ୍ଚିଲା ପରେ ଯାଇକି ମୁଁ କହିଲି ଏମିତି ଏମିତି ଆମେ ଫେସ୍ କଲୁ, ବଟ୍ ଟର୍ବୁଲାନ୍ସ ପରେ ନା ଏଟାକୁ ଟର୍ବୁଲାନ୍ସ କହନ୍ତି, ଏମିତି ହୁଏ। କିନ୍ତୁ ସେ ଯୋଉ ଡର, ମୁଁ ସେଦିନ ଡରିଛି ମୋ ଲାଇଫରେ, ମୁଁ କେବେ ବି ସେ ଭୟ ମୁଁ କେବେ ମାନେ ମୋ ଲାଇଫରେ ଫେସ୍ କରିନଥିଲି। ଆଉ ତାପରେ ପରେ ତ ବହୁତ କିଛି ସେ ରେଲୱେର ରେଲୱେ ନାହିଁ ସରି ପ୍ଲେନ ର କ୍ରାଶ ଯାକ ସବୁ କିଛି ହେଇଥିଲା। ଆଉ ସେଥିପାଇଁ ଆମେ ନିଜକୁ ମାନେ ଧନ୍ୟ ମଣିଲୁ, ଯାହା ଆମେ ଭଲରେ ସେଫରେ ପହଞ୍ଚିଲୁ ବୋଲି। ତା ସହିତ ମୋର ଏଇ ରେଲୱେର ଯୋଉ ସର୍ଭିସ ଟା ପାଇଁ ପ୍ରଭୁଙ୍କୁ ବହୁତ ଧନ୍ୟବାଦ ଦେବି, ଯେ ମୋର ସର୍ଭିସ ଟା ଏତେ ସ୍ମୁଥଲି ଯାଇଛି, ଏତେ ସ୍ମୁଥଲି ଯାଇଛି। ବହୁତ ପ୍ରକାର ଇନଷ୍ଟ୍ରକ୍ସନ ହୁଏ ଆମର, ବହୁତ ପ୍ରକାର ଇନଷ୍ଟ୍ରକ୍ସନ ହୁଏ, କେବେ ବି ମୁଁ କିଛି ମାନେ ଇଏ ଫେସ୍ କରିନି। ଆଉ ସେଥିପାଇଁ ପ୍ରଭୁଙ୍କୁ ଧନ୍ୟବାଦ ଦିଏ। ଆଉ ତା ଛଡା ଆମର ଫ୍ୟାମିଲିର ବି ସବୁ ଆମେ ହେଲ୍ଥ ପ୍ରୋଟେକ୍ସନ ଏଥିରୁ ପାଉଛୁ, ସେଥିପାଇଁ ପ୍ରଭୁଙ୍କୁ ଧନ୍ୟବାଦ ଦିଏ। ଆଉ ଆମ ସହିତ ତା ସହିତ ଆମେ ଘର ମଧ୍ୟ ସବୁ କରିପାରିଛୁ, ସେଥିପାଇଁ କିଛି ପ୍ରୋବ୍ଲେମ ବି ନାହିଁ। ଆଉ ଆମ ପରିବାର ସମସ୍ତେ ଯେପରି ଆମେ ପ୍ରଭୁଙ୍କର ସେବା କରିବୁ, ସେଥିପାଇଁ ପ୍ରେୟାର କରିଦେବେ। ଧନ୍ୟବାଦ। ସବୁ ଧନ୍ୟବାଦ। ଭଲ କ୍ଲାସ ହେଇଛି, ସାଇଜ ରେ ହେଇଛି, କେହି ତ କହୁନାହାନ୍ତି ଆଉ। ସାଇଜ ରେ ଥ୍ୟାଙ୍କ ୟୁ ଥ୍ୟାଙ୍କ ୟୁ। ବଢିଆ ହେଇଛି, ସାଇଜ ହେଇଛି, ଫାର୍ଷ୍ଟ କ୍ଲାସ ହେଇଛି। ବଢିଆ ହେଇଛି, ସାଇଜ ରେ ହେଇଛି, ଫାର୍ଷ୍ଟ କ୍ଲାସ ହେଇଛି। ମୋ ଜୀବନରେ ବଢିଆ ମଧ୍ୟ ମୋ ହେଇଛି, ପରିବାର ସାଇଜ ରେ ମଧ୍ୟ। ହେଇଛି ଆଉ ଫାର୍ଷ୍ଟ କ୍ଲାସ ହେଇଛି। अपने Thank you. हाथों से बनाया है मुझे मेरे खुदा ने, अपने हाथों से बनाया है मेरे खुदा ने। यस प्रिय मने निजर स्वरूपरे निजर प्राणवायु देकी निजर सादृश्य से आमକୁ ତିଆରି କରିଛନ୍ତି। ଆଉ ସେ ଆମ ପାଇଁ ସବୁବେଳେ ଚିନ୍ତା କରନ୍ତି। ସୁଶୋଭିତ ଭଉଣୀଙ୍କ ପାଇଁ ମଧ୍ୟ ସେ ଚିନ୍ତା କରିଥିଲେ, ତାଙ୍କର ସଂକଳ୍ପ ଅନୁଯାୟୀ ସେ ଚଲେଇଲେ। ଆଜି ତାଙ୍କର ଚାକିରି ଜୀବନର ଶେଷ ଦିନ, ପେରେପ୍ସ ହଁ ନା ଭଉଣୀ, ଦିନ ମଧ୍ୟ। Many ଆଉ many ଏଇ ବର୍ଷର congratulations. ହାଲେଲୁୟା, ପ୍ରଭୁ ଆପଣଙ୍କୁ ସୁସ୍ଥ ରଖିଛନ୍ତି। ଆଉ ବହୁତ ସୁସ୍ଥ ରଖିଛନ୍ତି। ୟେସ୍, ସବୁ ବିପଦରୁ ଉଦ୍ଧାର କରିଛନ୍ତି। ତେଣୁକରି ଆମେ ସମସ୍ତେ ମଧ୍ୟ ଧନ୍ୟବାଦ ଦବା ପ୍ରଭୁଙ୍କୁ। ଆମ ସମସ୍ତଙ୍କ ଜୀବନରେ ବି ସେ ଏମିତି ଘଟୁ। ଆସନ୍ତୁ ଆଉ ଗୋଟେ ସାକ୍ଷ୍ୟ ଆଡକୁ ଯିବା। ପ୍ରେଜ୍ ଦ ଲର୍ଡ, ହାଲେଲୁୟା। ଅମର ଭାଇ, ହାଲେଲୁୟା, ପ୍ରେଜ୍ ଦ ଲର୍ଡ। ବହୁତ ବହୁତ ଧନ୍ୟବାଦ। ଯୋଉ ସାକ୍ଷ୍ୟ ଦଉଛି ତା ଆଗରୁ ମଧ୍ୟ ମୁଁ କହିସାରିଛି, ତଥାପି ଆଉ ଥରେ ତାକୁ ରିପିଟ କରୁଛି। ଏ ବର୍ଷ ସାରା ପ୍ରଭୁ ଯେତେବେଳେ ଆମମାନଙ୍କୁ କଥା କୁହନ୍ତି, ଆଉ ପ୍ରଭୁ ଯେତେ କାଲି ଆମମାନେ ମୁଁ ମୋ ପୁଅ ଆଉ ରତ୍ନା ପୁଣି 3 ଜଣ ବସିକି ଚିନ୍ତା କରୁଥିଲୁ, ଆଉ ବସିକି 3 ଜଣ ଯାକ ଭାବୁଥିଲୁ ଯେ ଏ ବର୍ଷ ସାରା ପ୍ରଭୁ ଆମମାନଙ୍କୁ ଏମିତି କଢେଇ ଆଣିଲେ, କିନ୍ତୁ ଆମ ପାଖେ ଯୋଉ ଫ୍ରୁଟ୍ସ ଖୋଜୁଥିବେ, ଆମ ପାଖରେ କଣ ଫଳ ଫଳିଛି। 3 ଜଣ ଯାକ ବସିକି ଚିନ୍ତା କରୁଛୁ, କିଏ କଣ ଫଳ, ପ୍ରଭୁଙ୍କ ପାଇଁ କଣ ଆମମାନେ ଉତ୍ତମ ଫଳ ଫଳି ପାରିଛୁ। ଆଉ ନିଜକୁ ଆମମାନେ ପରସ୍ପରକୁ ଅନୁଶୀଳନ କରୁଥିଲୁ। ମୋର ସେତେବେଳେ ମନେ ପଡୁଥିଲା, ମୁଁ ଯେତେବେଳେ 4th year ପଢୁଥିଲି, ମୋର ବାବା ଭୁବନେଶ୍ୱରରେ ଚାକିରି କରୁଥିଲେ, ମୁଁ ଢେଙ୍କାନାଳରେ ଥିଲି ପଢୁଥିଲି। ଢେଙ୍କାନାଳରୁ ଭୁବନେଶ୍ୱର ଆସିଲା ବେଳକୁ କହିଛି ଆପଣଙ୍କୁ ଆଗରୁ ସବୁଥର ମୁଁ ବସରେ ସାଧୁ ସୁନ୍ଦର ସିଂଙ୍କର ଛୋଟ ଟ୍ରାକ୍ ଗୋଟେ ଥାଏ ତାଙ୍କ ଜୀବନର,
ସାକ୍ଷ୍ୟ ସେଇଟାକୁ ପ୍ରିଣ୍ଟ ହେଇକି ଥାଏ। ସେଇଟା ଆଉ ଅନ୍ୟ ଟ୍ରାକ୍ସ ମୁଁ ଯିଏ ଓହ୍ଲାଏ ବସରୁ ତା ହାତରେ ଦିଏ। ମୁଁ ଜାଣିନି କିଏ କାହା ଜୀବନରେ ପ୍ରଭୁ କାର୍ଯ୍ୟ କରିଛନ୍ତି ନା ନାହିଁ, କିନ୍ତୁ ମୋର ପ୍ରଭୁଙ୍କ ବିଷୟ ଯେତେବେଳେ ଚିନ୍ତା କରେ, ଆଜି ମଧ୍ୟ ମୁଁ ଆପଣମାନଙ୍କୁ 2021ରୁ ଏ ପର୍ଯ୍ୟନ୍ତ ମୁଁ ଆପଣମାନଙ୍କୁ ଅନେକ ଥର ରିକ୍ୱେଷ୍ଟ କରିଛି ଯେ ଢେଙ୍କାନାଳ ଜିଲ୍ଲା ସବୁଠାରୁ ପଛରେ ଅଛି। ଢେଙ୍କାନାଳରେ ଆଜି ବି ବହୁତ କମ ଲୋକ, ଯଦି ଆପଣମାନେ ଗଭର୍ଣ୍ଣମେଣ୍ଟର ଇଏ ଦେଖିବେ, ସବୁଠାରୁ କମ ଲୋକ ଢେଙ୍କାନାଳରେ ପ୍ରଭୁଙ୍କୁ ଜାଣନ୍ତି। ଯେତେବେଳେ ଆପଣମାନଙ୍କୁ ରିକ୍ୱେଷ୍ଟ କରିଥିଲି 2021 ମସିହାରେ, ସେତେବେଳେ ମାତ୍ର 2ଟି ଚର୍ଚ୍ଚ ଥିଲା, ଢେଙ୍କାନାଳ ଏବଂ ବଳଦେବନ, ଯୋଉ ଚର୍ଚ୍ଚର ରୀତା ଭଉଣୀ ହଉଛନ୍ତି ସଭ୍ୟ ଆଉ ସାମୁଏଲ ଭାଇ। 2024ରେ ଆପଣମାନଙ୍କୁ କହିଥିଲି 10ଟି ଚର୍ଚ୍ଚ ହୋଇଛି ବୋଲି। ମୋ ମନରେ ଏତେ ଖୁସି ହେଲା ଯେ ପ୍ରଭୁ ଆପଣମାନଙ୍କ ସମସ୍ତଙ୍କର ପ୍ରାର୍ଥନା ଶୁଣିଲେ ଆଉ ଅନେକ ଜାଗାରେ ପ୍ରଭୁଙ୍କର ବାକ୍ୟ ପହଞ୍ଚି ପାରିଲା। 2025ରେ ମୁଁ ଯେତେବେଳେ ଦେଖୁଥିଲି 2025 ସୁଦ୍ଧା ଆମମାନଙ୍କର 12ଟିରୁ 13ଟି ମଣ୍ଡଳୀ ହୋଇପାରିଛି, ଗୃହ ଥିବା ମଣ୍ଡଳୀ। ଏମିତି ଗୃହ ମଣ୍ଡଳୀ ନୁହେଁ ଯୋଉ ଜାଗାରେ ପ୍ରତିଥର ପ୍ରତି ରବିବାର ପ୍ରାର୍ଥନା କରାଯାଏ, ପ୍ରଭୁଙ୍କର ଉପାସନା କରାଯାଏ। ଆଉ ଯେତେବେଳେ ମୁଁ ପରିବାରକୁ ଦେଖୁଥିଲି, ଆପଣମାନଙ୍କର ପ୍ରାର୍ଥନା ଯୋଗୁଁ ବିଶେଷ ଭାବରେ ମୋର ପୁଅ ଏଇ ଛୁଟି ଡିସେମ୍ବର ମାସ ଲାଷ୍ଟରେ ସେ ଆସିଲା, ଆଉ ତାର ରେଜଲ୍ଟ ବାହାରିବାର ଥିଲା। ଗୋଟେ ପରୀକ୍ଷା ଦେଇଥିଲା ଯୋଉଟା ପ୍ରମୋଶନ ପରୀକ୍ଷା, ପିସି ଏକ୍ଜାମ କୁହାଯାଏ, ଯୋଉଟା ତା ଜୀବନରେ ମାନେ ତାର ଚାକିରି ଜୀବନ ପାଇଁ ଗୋଟେ ଭେରି ଇମ୍ପୋର୍ଟାଣ୍ଟ ଆଉ ବହୁତ ଖୁସିର ବିଷୟ ଥିଲା। ଆଉ ସେଟା ପାଇଲେ ସେମାନେ କର୍ଣ୍ଣେଲ ହେଇଯାଇପାରିବ, ଆଉ ସେଇଟା ସେ କ୍ଲିୟର କରିଦେଇ ପାରିଲା, ସିଲେକ୍ଟ ହେଇପାରିଲା। ଭାରତର ଯେତିକି ପିଲା ଦେଇଥିଲେ ଅଲ ଇଣ୍ଡିଆରେ, ତା ଭିତରେ ବହୁତ କମ ପିଲା ସିଲେକ୍ଟ ହୁଅନ୍ତି, ଓନ୍ଲି 25%, ଆଉ ତା ଭିତରେ ସେ ସିଲେକ୍ଟ ହେଇପାରିଲା। ଆଉ ଏସବୁ ବି ପଛରେ ମୁଁ ଚିନ୍ତା କରୁଥିଲି, ଆମମାନଙ୍କ ଭିତରେ କାକି ଅଛନ୍ତି। ଆଜି ଯିଏ ବାକ୍ୟ ଦେଲେ ମନମୋହନ ଜେମ୍ସ, ସେ ହଉଛନ୍ତି ମୋ ପୁଅର ସଣ୍ଡେ ସ୍କୁଲ ଟିଚର, କାକି ବି କୁହନ୍ତି। ମୋ ଷ୍ଟୁଡେଣ୍ଟ ମାନେ ଯେତେବେଳେ ଉପରକୁ ଉଠାନ୍ତି ମତେ ଖୁସି ଲାଗେ। କାକି ଉଚ୍ଚ ବିଭାଗ ପିଲାମାନଙ୍କୁ ପଢଉଥିଲେ, ଆଉ ମୋର ପୁଅ ତାଙ୍କ ପାଖରେ ପଢୁଥିଲା। ଆଉ କାକି ତାକୁ ଗଢନ୍ତି, ତିଆରି କରନ୍ତି ପାଇଁ ସବୁବେଳେ ପ୍ରାର୍ଥନା କେବଳ ନୁହେଁ, ତାକୁ ଆଗକୁ କିପରି ଚାଲିବା ଜୀବନରେ ଶିଖାନ୍ତି। ଆଉ କାକିଙ୍କୁ ଅଛନ୍ତି ନା ନାଇଁ ମୁଁ ଜାଣିପାରୁନି କାକି, କିନ୍ତୁ ବହୁତ ବହୁତ ଧନ୍ୟବାଦ ଦେବି କାକିଙ୍କୁ ଯେ ସେ ମୋ ପାଇଁ, ମୋ ପରିବାର ପାଇଁ, ମୋ ପୁଅ ପାଇଁ ବହୁତ ବହୁତ କାର୍ଯ୍ୟ କରିଛନ୍ତି, ସାହାଯ୍ୟ କରିଛନ୍ତି। ଧନ୍ୟବାଦ ଦେବି ମଧୁସ୍ମିତା ଦିଦିକୁ। 21 ମସିହାରେ ଯେତେବେଳେ ଆମେ ଥରେ ବସୁଥିଲୁ, ପୁଣି 2 ଦିନ ପରେ ବସୁନଥିଲୁ, ପୁଣି ଆସୁନଥିଲୁ, ସେ ପ୍ରତିଥର ଆମମାନଙ୍କୁ ଫୋନ କରିକି କଣ ରତ୍ନଭଣୀ ଏଥର ବସିବେନି କି, ଆଜି ବସିବେନି କି। ଆଉ ଆମମାନଙ୍କର ଏମିତି ହାବିଟ ହେଇଗଲା। ମୋର ତ ଆଗରୁ ହାବିଟ ଥାଏ 3ଟା ବେଳେ ଉଠିବା, 3ଟା 3:30 ବେଳେ ଉଠିବାଟା ମୋର ହାବିଟ ଅଛି, ଆଉ ଇଏ ବି ଉଠିବା ଆରମ୍ଭ ହେଇଗଲା। ଧନ୍ୟବାଦ ଦେବି ବିନୋ ଭାଇଙ୍କୁ, ଯେ କି କେବଳ ଏ ପରିବାର ପାଇଁ ଚିନ୍ତା କରନ୍ତି ନୁହେଁ, ପ୍ରତ୍ୟେକ ଜଣ ପାଇଁ ଆଉ ସ୍ପେସିଫିକ କରିକି ସେ ଚିନ୍ତା କରନ୍ତି, ଆଉ ତାପରେ ପଚାରନ୍ତି। ସେ କେବଳ ଖାଲି ଚିନ୍ତା କରନ୍ତିନି, ଫୋନ କରିକି ପଚାରନ୍ତି, ଏମିତି ହେଲା, ଏମିତି ହେଲା, ଠିକ ହେଲା ନା ନାଇଁ, କେମିତି ଅଛ, ଆଉ ଏ ବିଷୟରେ ତତ୍ତ୍ୱ ନିଅନ୍ତି। ଆଉ ବୀରେନ୍ଦ୍ର ଭାଇଙ୍କ କଥା କଣ କହିବି, ପ୍ରଭୁଙ୍କ ପାଇଁ କେତେ ଉଦ୍ଯୋଗୀ ହୋଇଥାନ୍ତି ଯେ ସେ ଆଶିଷ ଧାରା ଯେତେବେଳେ ଗଢିଲେ ଆଉ ଆରମ୍ଭ କଲେ, ସେତେବେଳେ ମୋ ମନରେ ଆସୁଥାଏ ଯେ ଆମେ 2 ଜଣ କଥାବାର୍ତ୍ତା ହେଇଥାଉ, ଆଶିଷ ଧାରାଟା ପୁଣି କାହିଁକି ଆରମ୍ଭ କଲେ, ଆଉ ଏଥିରେ ଆମମାନଙ୍କର ଆମେ ଯୋଉ ପାରିବାରିକ ସନ୍ଧ୍ୟା ପ୍ରାର୍ଥନା କରୁ, ମର୍ଣ୍ଣିଂ ପ୍ରେୟାର କରୁ, ଆମେ ଟିକେ ସ୍କିପ୍ କରିଯାଉ, ଏ ସମୟଟା ସେଇ ସମୟରେ ଆରମ୍ଭ ହୁଏ। କିନ୍ତୁ ଯେତେବେଳେ ମୁଁ ଦେଖେ ଯେ ଯୁବା ମାନେ ସେଥିରେ ଜଏନ କରୁଛନ୍ତି, ମୋ ମନ ଖୁସିରେ ମାନେ ଆନନ୍ଦରେ ଭରିଯାଏ। ଓ ଗୋଟେ ଆମମାନଙ୍କର ଏଇ ଆଶିଷ ଧାରା ଯୋଗୁ ଅନେକ ଯୁବା ପୁଅ ଝିଅ ମାନେ ପ୍ରଭୁଙ୍କ ପାଖକୁ ଆସିଛନ୍ତି, ଆସୁଛନ୍ତି, ଆଉ ଜଡିତ ହୋଇ ବୃଦ୍ଧି ଲାଭ କରୁଛନ୍ତି। କେତେ ଉତ୍ତମ ଫଳ ଫଳୁଛି। ପ୍ରଭୁ ଆମମାନଙ୍କର ଏଇ ଛୋଟ ଦଳ ମର୍ଣ୍ଣିଂ ପ୍ରେୟାର ଗ୍ରୁପର ବ୍ରାଞ୍ଚ ସବୁ, ଆଉ ଏପରି ତାର ସବୁ ହାତ ଗୁଡିକ ତିଆରି କରୁଛନ୍ତି, ଯେଉଁ ହସ୍ତ ଗୁଡିକ ଉତ୍ତମ ଉତ୍ତମ କାର୍ଯ୍ୟ କରି ଚାଲିଛି। ଆଉ ଯେତେବେଳେ ମୁଁ ଚିନ୍ତା କରୁଥିଲି ଆଉ ସୁଧୀରା ଭଉଣୀ ଆଉ ତାଙ୍କର ବିଷୟ ଭାବୁଥିଲି,
ସେମାନଙ୍କୁ ପ୍ରଭୁ ମଧ୍ୟ କିପରି ବ୍ୟବହାର କରୁଛନ୍ତି। ଯେତେବେଳେ ସାକ୍ଷ୍ୟ ଗୁଡିକ ମୁଁ ଶୁଣୁଥିଲି ତାହା ମତେ ଏମିତି ଲାଗୁଥିଲା ଯାହାକି ପ୍ରକୃତ ଭାବରେ ବଢିଆ ହେଇଛି, ସାଇଜ ରେ ହେଇଛି, ଫାର୍ଷ୍ଟ କ୍ଲାସ ହେଇଛି, ପ୍ରକୃତରେ ଫାର୍ଷ୍ଟ କ୍ଲାସ ହେଇଛି। 2025 ବର୍ଷ ପ୍ରଭୁ ଆମ ପ୍ରତ୍ୟେକର କାହାର ବି ହାତ ଛାଡି ନାହାନ୍ତି। ଯେତେବେଳେ ରୋଶନୀ ଭଉଣୀଙ୍କର ଭାଇଙ୍କ ବିଷୟ ଆମେ ଶୁଣୁଥିଲୁ 2 ଦିନ ଯାକ, କେତେବେଳେ ପହଞ୍ଚିବ, କେତେବେଳେ ତାଙ୍କର ସାନ ଭାଇଙ୍କର ବଡି ପହଞ୍ଚିବ, କେମିତି ପହଞ୍ଚିବ, ସେତେବେଳେ ବି ଆମମାନେ ଚିନ୍ତା କରୁଥିଲୁ, ବ୍ୟସ୍ତ ଲାଗୁଥିଲା। ଆଉ ଯେତେବେଳେ ତାଙ୍କର ସାକ୍ଷ୍ୟ ଆଜି ବି ଶୁଣୁଥିଲୁ ସେତେବେଳେ ମତେ ଲାଗୁଥିଲା ପରମେଶ୍ୱର କିପରି ହସ୍ତ ଛାଡନ୍ତି ନାହିଁ। ଯୋଉ ସମୟରେ କି ଧନ୍ୟବାଦ କି ଗୀତ ଆମମାନେ ବୋଲି ପାରୁ। ମୋର ପୁଅ ସବୁବେଳେ କହେ, ବାବା ତମେ କଣ କେବେ ବି ପାରିବ? ମୁଁ ପଡିଗଲେ ମଧ୍ୟ, ଖଣ୍ଡିଆ ହେଲେ ମଧ୍ୟ, କଷ୍ଟକର ଅବସ୍ଥାରେ ଥିଲେ ମଧ୍ୟ ମୁଁ ପ୍ରଭୁଙ୍କୁ ଧନ୍ୟବାଦ ଦିଏ, ଯୋଉଟା ହୁଏତ ମୁଁ ଦେଇ ସବୁବେଳେ ପାରେନି। କିନ୍ତୁ ପ୍ରଭୁ ଶିଖାନ୍ତି ଆମମାନଙ୍କୁ ଯେ ସବୁ ଅବସ୍ଥାରେ ପ୍ରଭୁଙ୍କୁ ଧନ୍ୟବାଦ ଦବା। ଯଦି ଯେପରି ମଧୁସୂଦନ ଦିଦି କହନ୍ତି, ଆମମାନେ ସୁସ୍ଥ ହେଇ ସାରିଛୁ ବୋଲି ପ୍ରାର୍ଥନା କରନ୍ତୁ, ସୁସ୍ଥ ଦିଅ ବୋଲି ନୁହେଁ, ସୁସ୍ଥ ପାଇସାରିଛୁ ପ୍ରଭୁ। ଆମମାନେ ଯେତେବେଳେ ପ୍ରଭୁଙ୍କ ପାଖେ ଥୋଇ ଦଉ, ପ୍ରାର୍ଥନା କରୁ ଯେ ସେ ସବୁ କରିସାରିଛନ୍ତି, ବିକଜ ଇଜ ଦ ଅଲ୍, ମାନେ ସେ ଆମମାନଙ୍କର ସବୁ ବିଷୟ ଜାଣନ୍ତି, ଆଉ ସେ ସବୁ ଜାଗାରେ ପ୍ରେଜେଣ୍ଟ ଅଛନ୍ତି, ଆଉ ସେ ଆମମାନଙ୍କର ଯତ୍ନ ନଉଛନ୍ତି, ଆଉ ସେ ଆମମାନଙ୍କର ଫ୍ୟୁଚର ବି ଜାଣନ୍ତି। ଯେହେତୁ ସେ ଆମମାନଙ୍କର 2026 ଟା ଜାଣନ୍ତି, ଆମମାନେ 25 ଆଉ 26 ଆଉ କିଛି ଘଣ୍ଟା ରହିଲା, କିନ୍ତୁ ପରମେଶ୍ୱର ଜାଣନ୍ତି 26 ଟା କିପରି ଅଛି ବୋଲି। ଗୋଟେ ବାକ୍ୟ ଦେଖୁଥିଲି, 2026 ବହୁତ କଷ୍ଟକର ଅଛି ବୋଲି ଜଣେ ପାଳକ ମହାଶୟ କହୁଥିଲେ, କିନ୍ତୁ ମୁଁ ଜାଣେ ଯେ 2026 ପରମେଶ୍ୱରଙ୍କ ହାତରେ ଅଛି। କଷ୍ଟକର ନୁହେଁ କି ଭୁଲ ବି ନହେଇପାରେ, କି କିପରି ଅବସ୍ଥା ନଥାଇପାରେ। ପରମେଶ୍ୱର ଆମ ପ୍ରତ୍ୟେକଙ୍କୁ 2026 ଆଶ୍ଚର୍ଯ୍ୟ ଭାବରେ, ବଢିଆ ଭାବରେ, ଫାର୍ଷ୍ଟ କ୍ଲାସ ଭାବରେ ସାଇଜ ରେ କଢେଇ ନେବେ। ପ୍ରେଜ ଦ ଲର୍ଡ। ଆନନ୍ଦ ଆନନ୍ଦ କିପରି କହିବି, କେତେ ଯେ ଆନନ୍ଦ। ଆରେ ସମସ୍ତେ ବୋଲ, ଆନନ୍ଦ ଆନନ୍ଦ କିପରି କହିବି, କେତେ ଯେ ଆନନ୍ଦ। ଆମ ପରିବାରେ ପ୍ରଭୁ ଯୀଶୁ ଦେଇଛନ୍ତି କେତେ ଆନନ୍ଦ। ଆମ ପରିବାରେ ପ୍ରଭୁ ଯୀଶୁ ଦେଇଛନ୍ତି କେତେ ଆନନ୍ଦ। ଆରେ ଆନନ୍ଦ ଆନନ୍ଦ କିପରି କହିବି, କେତେ ଯେ ଆନନ୍ଦ। ପ୍ରେଜ୍ ଦ ଲର୍ଡ। Praise the Lord. Praise the Lord. ସେଇ ଆନନ୍ଦ ଭିତରେ ଅମର ଭାଇଙ୍କୁ ମୁଁ ଧନ୍ୟବାଦ ଦଉଛି ସୁନ୍ଦର ସାକ୍ଷ୍ୟ ପାଇଁ। ଆଉ ସେଇ ଆନନ୍ଦ ଭିତରେ ମୋ ନିଜର ଆନନ୍ଦ ଗୋଟେ ମୁଁ କହିବାକୁ ଚାହୁଁଛି, ମୋର ସାକ୍ଷ୍ୟ। ମତେ 2025 ଟିକେ ସମୟ ଦେବେ କି? ଟିକେ ନିଶ୍ଚୟ ନିଶ୍ଚୟ ଭଉଣୀ। ପଦେ ଖାଲି କହିବି ନିଶ୍ଚୟ, ଅମର ନିଶ୍ଚୟ। ଭାଇକୁ। ଅମର ମୁଁ ଶୁଣୁଥିଲି, ମୁଁ ଅନ୍ କରିବା ପୂର୍ବରୁ କଥା ଚାଲିଗଲା ଆଗକୁ, କିନ୍ତୁ ମୋର ପ୍ରତ୍ୟେକ ସଣ୍ଡେ ସ୍କୁଲ ପିଲାର ନାମ ମୋର ମୁଖସ୍ଥ ଅଛି। ରନି, ପ୍ରିନ୍ସ, ବବଲି, ଅଭିଷେକ, ରେଶମା, ଏ ଯୋଉ ପୁରା ଗୋଟେ ଲମ୍ବା ଲାଇନ। ଆଜି ମଧ୍ୟ ମୁଁ ସେମାନଙ୍କ ଲାଗି ପ୍ରାର୍ଥନା କରେ ଯେ ମୋର ସବୁ ସଣ୍ଡେ ସ୍କୁଲ ପିଲା, ପ୍ରଭୁ ତାଙ୍କୁ ତୁମେ ଭଲରେ କଢେଇ ନିଅ। ଆଉ ତା ସହିତ ମୋର ଏତେ ନାତି ନାତୁଣୀ ହେଇଯାଇଛନ୍ତି ଯେ ମୁଁ ହିସାବ କରିପାରୁନି। ଆଉ ସବୁ ପିଲାମାନେ ମୋ ସାଙ୍ଗେ ଯୋଡି ହଉଛନ୍ତି। ସେଥିଲାଗି ପ୍ରଭୁଙ୍କୁ ଧନ୍ୟବାଦ ଦିଏ ଯେ ବହୁତ 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 ଧନ୍ୟବାଦ। ଆପଣ ଯୋଉମାନଙ୍କ ନାଁ କହିଲେ, ଆଉ ସବୁ ପିଲାମାନେ ଉତ୍ତମ ହେଇକି ଗଢି ତିଆରି ହେଇଛନ୍ତି। ସେଇଟା ମତେ ବହୁତ ଖୁସି ଲାଗେ ଯେ ମୋ ସବୁ ପିଲା ମାନଙ୍କୁ, ମୁଁ ଯେତିକି ଜଣକୁ ପ୍ରଭୁଙ୍କ ବାକ୍ୟ କହିଥିଲି, ସବୁ ପିଲା ଯାକ ଉତ୍ତମ ପାଠ ପଢିଛନ୍ତି, ଉତ୍ତମ ପୋଷ୍ଟରେ ଅଛନ୍ତି, ଆଉ ଭଲ ଭାବରେ ପ୍ରଭୁମୟ ଜୀବନ କାଟୁଛନ୍ତି। ଅବିବି ମୋ ପାଖରେ ଆହୁରି 4-5 ଜଣ ଯୋଡି ହେଇଛନ୍ତି। ପ୍ରଭୁ ମତେ ମରିବା ପର୍ଯ୍ୟନ୍ତ ତାଙ୍କର ଗୌରବ ନିମନ୍ତେ ବ୍ୟବହାର କରିବେ। ଧନ୍ୟବାଦ। Amen. Amen. ଧନ୍ୟବାଦ ଭଉଣୀ। ଭାଇ ଆପଣଙ୍କର ଟ୍ୟୁସନ ସମସ୍ତଙ୍କୁ ମୁଁ ଧନ୍ୟବାଦ ଦଉଛି। ଆଉ ମୋ ଜୀବନର ସାକ୍ଷ୍ୟ 2025 ମସିହା ପୂର୍ବରୁ ମୁଁ ଯେତେବେଳେ ବି ଈଶ୍ୱରଙ୍କର ରାଜ୍ୟ ସକାଶେ କାର୍ଯ୍ୟ କରୁଥିଲି, ଆଉ ସେଇଟା ଗୋଟେ ଭିନ୍ନ ପ୍ରକାର ଥିଲା। ପ୍ରତ୍ୟେକ ସଣ୍ଡେରେ
ମୁଁ ଯାଉଥିଲି ବିଭିନ୍ନ ଚର୍ଚ୍ଚ କୁ, ଜିଲ୍ଲା ଭିତରେ ଜିଲ୍ଲା ବାହାରେ, ଆଉ ଈଶ୍ୱରଙ୍କ ବାକ୍ୟ ପ୍ରଚାର କରୁଥିଲି। କିନ୍ତୁ 2025ରେ ପ୍ରଭୁ ମତେ ଭିନ୍ନ ପ୍ରକାର ବ୍ୟବହାର କରିବାକୁ ଚାହିଁଲେ। ମୁଁ ଯାଉଥିଲି ସେଇ ବିଜାତି ମାନଙ୍କ ପାଖକୁ, କିନ୍ତୁ ସଣ୍ଡେ ସର୍ଭିସ ନୁହେଁ। ଆଉ ପ୍ରଭୁ ମତେ ସେଇ ବିଜାତି ମାନଙ୍କ ପାଖରେ ବ୍ୟବହାର କରୁଛନ୍ତି। ଏଇ 2025ରେ ମୋର ସେଇ ଅଭ୍ୟାସକୁ ପୁରାପୁରି ବଦଳେଇ ଦେଇଛନ୍ତି ଭିନ୍ନ ଚର୍ଚ୍ଚ ଯିବା ପାଇଁ। କାରଣ 5ଟି କଂଗ୍ରିଗେସନ ବିଜାତି ମାନଙ୍କର, ସେମାନଙ୍କ ପାଖରେ ସେମାନଙ୍କୁ ଯୀଶୁଙ୍କ ସହିତ ବଢେଇବାର ଦାୟିତ୍ଵ ମତେ ସେ ଦେଇଛନ୍ତି, ତାଙ୍କ ସହିତ ବଢେଇବା ପାଇଁ, ତାଙ୍କର ବାକ୍ୟ ଶିଖେଇବା ପାଇଁ। ଆଉ 2025ରେ ପ୍ରକୃତରେ ମୁଁ ବହୁତ ଆନନ୍ଦ ପାଇଛି ତାଙ୍କ ସହିତ ଚାଲି, ଆଉ ତାଙ୍କ ସହିତ ଅନ୍ୟମାନଙ୍କୁ ଚଲେଇକି। ମତେ 2025 ଏଇ ଡିସେମ୍ବର 25ରେ ଆହୁରି ବହୁତ ଖୁସି ଲାଗିଲା, ଯେତେବେଳେ ଯାହା ଘରେ ଜଣକ ଘରେ ଆମେ 3ଟା କଂଗ୍ରିଗେସନକୁ ଏକାଠି କରିକି ସେଇଠି ଆମେ ପ୍ରାର୍ଥନା କରୁଥିଲୁ। ଆଉ ଯେତେବେଳେ ପ୍ରାର୍ଥନା ସରିଲା, ସେ ଘରର ମୁରବୀ ଯିଏ ସ୍ତ୍ରୀ ଲୋକଟା, ହେଲେ ସିଏ କହିଲେ ଆଜ୍ଞା କେକ୍ କାଟିବା। ମୁଁ କହିଲି ବିଜାତି ଲୋକ ପୁରା ଉପରେ ବର୍ଷେ ହେଇନି ତାଙ୍କର ଯୀଶୁଙ୍କୁ ଜାଣିକି, କୋଉଠୁ ଆଣିବା? ସିଏ କହିଲେ ଆଜ୍ଞା କାଲିରୁ ଆମେ ଆଣିଛୁ, ଆଉ ଆମର ବାର୍ଥଡେ ହେଲେ ଆମେ କେକ୍ କାଟୁଛୁ, ଯୀଶୁଙ୍କର ବାର୍ଥଡେରେ ଆମେ କେକ୍ କାଟିବା ନେଇକି। ମତେ ବହୁତ ଖୁସି ଲାଗିଲା। କେକ୍ କଟା ହେଲା, ସମସ୍ତଙ୍କୁ ଦିଆ ହେଲା, ଇଭେନ ସମସ୍ତଙ୍କ ପାଇଁ ଖାଇବା ବ୍ୟବସ୍ଥା ମଧ୍ୟ ସିଏ କରିଦେଇଥିଲେ। କିନ୍ତୁ ଯେତେବେଳେ ତାଙ୍କୁ ମୁଁ କହିଲି ତମେ ବି ବସ, ସେତେବେଳେ ସିଏ କହିଲେ ଯେ ଗତକାଲି ଠାରୁ ମୁଁ ଫାଷ୍ଟିଂ ଅଛି, ନିର୍ଜଳ 3 ଦିନ ରହିବି। ଆମେ କ୍ରିସମସରେ ସମସ୍ତେ ଖାଇବାରେ ବେଶୀ ଧ୍ୟାନ ଦେଇଥାଉ, ବସ୍ତ୍ରରେ ବେଶୀ ଧ୍ୟାନ ଦେଇଥାଉ, ମାଛ ମାଂସ ପିଠା ପଣା ସବୁ କିଛି। କିନ୍ତୁ ମତେ ଆଶ୍ଚର୍ଯ୍ୟ ଲାଗିଲା, ପୁରାପୁରି ଗୋଟେ ନୂଆ ଟାଇପର ଅନୁଭୂତି ଆସିଲା। ସେଇ ଆନନ୍ଦ ତାଙ୍କ ମୁଖରେ ଅନ୍ୟମାନଙ୍କୁ ଖାଇବାକୁ ଦେଇକି, ଆଉ ନିଜେ ପରମେଶ୍ୱରଙ୍କର ସାନ୍ନିଧ୍ୟରେ ରହିକି, ଉପବାସରେ ରହିକି ସେ ପର୍ବକୁ ପାଳନ କଲେ। ଆଉ ମୁଁ ବି ମନେ ମନେ ସ୍ଥିର କଲି, ତାଙ୍କ ଠାରୁ ମୁଁ ଶିଖିଲି ଯେ ଖାଦ୍ୟକୁ ନୁହେଁ, ଆମେ ପରମେଶ୍ୱରଙ୍କ ସାନ୍ନିଧ୍ୟକୁ ପ୍ରଧାନ ସ୍ଥାନ ଦବା, ଅନ୍ତତଃ ପର୍ବ ଦିନ। ବହୁତ ଖୁସି ଲାଗିଲା। ପ୍ରଭୁ ଏଇ ସାକ୍ଷ୍ୟ ଦେଇ ମହିମାନ୍ବିତ ହୁଅନ୍ତୁ। ଆମେନ୍। ଆମେନ୍ ଆମେନ୍।